ବନ୍ଧୁ ହଁ ନମସ୍କାର। ନମସ୍କାର, ଜୟ ଜଗନ୍ନାଥ। ଆଜିର ଲାଇଭ୍ ସମସ୍ତଙ୍କ ଆଲୋଚନାକୁ ମଙ୍ଗଳ ପାଇଁ ଆପଣମାନଙ୍କୁ ବୋଲି ସ୍ୱାଗତ। ଆଲୋଚନା। ଲାଇଭ୍ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ। ଆଦିତ୍ୟ ଦାସ ସମସ୍ତ ଘଟଣାରେ ବିରୋଧ ଜିଆରପି ପୋଲିସ ଯୋଉ 161 ରେକର୍ଡ ବୟାନ କରିଥିଲା, ସେ 161 ରିପୋର୍ଟ ଉପରେ ଆଜି ଆମେ ଆଲୋଚନା କରିବା। ସେ 161 ରିପୋର୍ଟ ସବୁ ଯୋଉମାନଙ୍କର ସବୁ ବୟାନ କରାଯାଇଛି, ସେଇ ରିପୋର୍ଟର ବିଭିନ୍ନ ଦିଗ ଉପରେ ଆମେ ଟିକେ ଆଲୋଚନା କରିବା। ଏ ଘଟଣାକୁ ପାଖାପାଖି 8 ମାସ ହେଇଯିବ, କିନ୍ତୁ 8 ମାସ ଭିତରେ ବର୍ତ୍ତମାନ ତଦନ୍ତ ସରିପାରୁନି। ତଦନ୍ତର ଗୋଟେ ସାରାଂଶରେ କ୍ରାଇମବ୍ରାଞ୍ଚ ପହଞ୍ଚି ପାରୁନି। ସେ 161 ରିପୋର୍ଟ ଉପରେ ଆମେ ଟିକେ ଆଲୋଚନା ତର୍ଜମା କରିବା, ଯେ ତାଙ୍କର ଯୋଉ ଆଦିତ୍ୟଙ୍କର ଶାଶୁ ଆଉ ଶଳା ବିଦ୍ୟାଶ୍ରୀ, ଆଦିତ୍ୟଙ୍କର ବାପା ବୋଉ ବିକାଶ, ପପୁ, ପ୍ରିୟା, ଲୋକ ପାଇଲଟ ମାନଙ୍କର ବୟାନ, ଯୋଉ ଜାଗାରୁ ସିସିଟିଭି ଉଦ୍ଧାର ହେଇଛି ସେଇ ଲୋକମାନଙ୍କର ବୟାନ, ଆଉ କିଛି ପ୍ରତ୍ୟକ୍ଷଦର୍ଶୀଙ୍କର ବୟାନ, ଏଇପରେ ଟିକେ ତର୍ଜମା କରି ସେ 161 ର କଣ ସବୁ ତଥ୍ୟ ଅଛି ତାପରେ ଟିକେ ତର୍ଜମା କରିବା। କିଛି ଭାଇମାନେ ଆମ ସହିତ ଯୋଡି ହୁଅନ୍ତୁ, ତାପରେ ଆମେ ଆଲୋଚନାକୁ ଆଗକୁ ନବା। ବିଦ୍ୟାଧର ଭାଇ ନମସ୍କାର। 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 ବିଭୂତି ଭାଇ ନମସ୍କାର। ସବୁଠୁ 161 ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେଟମେଣ୍ଟ ହେଲା ଆଦିତ୍ୟଙ୍କର ଶାଶୁ ଆଉ ଶଳା, ବିଦ୍ୟାଶ୍ରୀଙ୍କର ମା ଆଉ ଭାଇ, ତାଙ୍କର ଆମର ବୟାନ। କୃଷକ ନେତା ଆପଣ ମାନେ ଲକ୍ଷ୍ୟ କରିଥିବେ, ଆଉ କଲେକ୍ଟର ଅଫିସର ମ୍ୟାଡାମ। ହଁ ଆପଣ ମାନେ ଲକ୍ଷ୍ୟ ରଖିଥିବେ ଯେ ଏଇ ଦୁଇ ଜଣ ଆଦିତ୍ୟଙ୍କର ଶାଶୁ ଆଉ ଶଳା ସମ୍ପୂର୍ଣ୍ଣ ନୀରବ ଅଛନ୍ତି। ମାନେ ଆଜି ଯାଏ ସେମାନେ ଗଣମାଧ୍ୟମରେ ତାଙ୍କର ମୁହଁ ଖୋଲିଲେନି, କିନ୍ତୁ ଆଜ୍ଞା, ସେ ଯୋଉ 161 ରିପୋର୍ଟରେ ଯୋଉ ବୟାନ ଦେଇଛନ୍ତି, ସେ ବୟାନ କୁ ଟିକେ ତର୍ଜମା କରନ୍ତୁ। ସେଇଥିରୁ ଆପଣ ଅନୁମାନ କରିପାରିବେ ସେମାନେ କଣ ତଥ୍ୟ ସବୁ ରଖିଛନ୍ତି। ମୁଁ ଅମକ ହଉଛି ଅମକ ଅମକ ଅମକ, ଏମିତି ଏମିତି ହେଲା, ମୋର ଇଏ ଆକୁ ଫୋନ କଲା, କାର ଗୋଟେ ନମ୍ବରରୁ ଫୋନ କଲା, ଏଇଆ ହିଁ ଅଛି। ଆଉ କିଛି ଅଛି ସେଥିରେ? କିଛି ନାହିଁ। ନାଇଁ, ଏଠି ଦେଖନ୍ତୁ, ବର୍ତ୍ତମାନ ଯେତେବେଳେ ପ୍ରଥମେ ଯୋଉ ତାଙ୍କର ମାଙ୍କର ବୟାନକୁ ଯିବା, ତାଙ୍କର ମା ଯୋଉ ନିରୁପମା ଦାସ ଯୋଉ ବୟାନ ରଖିଛନ୍ତି, ଯେଠି ଆଦିତ୍ୟଙ୍କର ଯୋଉ ବିଦ୍ୟାଶ୍ରୀ ଯେତେବେଳେ ସେ ଡେଡ ବଡି ଦେଖିଲେ ପ୍ରଥମେ ଆଦିତ୍ୟଙ୍କର, ସେଠୁ ସେ ତାଙ୍କ ମାଙ୍କୁ ଫୋନ କଲେ, ଯେ ମାଙ୍କୁ ଫୋନ କରି କହିଛନ୍ତି ଯେ ଆଦିତ୍ୟଙ୍କର ଶବ ରେଳ ଲାଇନରେ ପଡିଛି। ଆଦିତ୍ୟ ଆଉ ନାହାନ୍ତି, ତାଙ୍କର ଶବ ରେଳ ଲାଇନରେ ପଡିଛି। ତାପରେ ତାଙ୍କ ମାଙ୍କର ଦେହ ହାତ ଥରିଲା, ସେ ତାପରେ ନିଜେ ଆଉ ଆସିଲେନି, ସେ ଗୋଟେ ଡ୍ରାଇଭରକୁ ଫୋନ କଲେ। ସେ ଆଜ୍ଞା, ଡ୍ରାଇଭର ଆସିଲା, ସେ ଗୋଟେ ଗାଡିରେ ଗଲେ, ତାଙ୍କର ପୁଅକୁ ସେ ପଠେଇଲେ, କିନ୍ତୁ ଶାଶୁ ଆସିଲେନି ଜାଗା ଉପରକୁ। ତାପରେ ଆଜ୍ଞା। ଗୋଟେ ଅଜଣା ନମ୍ବରରୁ ବିଦ୍ୟାଶ୍ରୀ ଫୋନ କରିଥିଲେ ତାଙ୍କ ମାଙ୍କୁ, କିନ୍ତୁ ସେ ଅଜଣା ନମ୍ବର କେତେ, ସନ୍ତୋଷ ଭାଇ, ସେ ଅଜଣା ନମ୍ବରର ତଥ୍ୟ ଏଠି ମେନସନ ହେଇନି। ସେ ଅଜଣା ନମ୍ବର କଣ ପାଇଁ, ଯେତେ ଯୋଉ ଜିଆରପି ର ଆଇଓ ବିକାଶ ପଲ୍ଲେ କଣ ପାଇଁ ସେ ଅଜଣା ନମ୍ବରକୁ ମେନସନ କରିନାହାନ୍ତି? ତାପରେ ବିଦ୍ୟାଶ୍ରୀ କଣ ତାଙ୍କ ମାଙ୍କ ସହିତ କେବଳ ଏତିକି ପଦେ କଥା ହେଇଥିଲେ? ସେ ଆଉ କିଛି କଥା ହେଇନଥିଲେ? ତାପରେ ସେ ଯୋଉ ଷ୍ଟେଟମେଣ୍ଟରେ ଲେଖିଛନ୍ତି, ଗଗନ ଭାଇ ଆମ ସହିତ ଯୋଡିଲେ, ଆମେ ପୁରା ସମ୍ପୂର୍ଣ୍ଣ ଷ୍ଟେଟମେଣ୍ଟ ବର୍ତ୍ତମାନ ଶୁଣିବା। ସେ କଣ କହିଛନ୍ତି, ତାଙ୍କର ମା କଣ କହିଛନ୍ତି, ତାଙ୍କର ଭାଇ କଣ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କର ଆଦିତ୍ୟ ଏବଂ ବିଦ୍ୟାଶ୍ରୀଙ୍କ ଭିତରେ ବହୁତ ଭଲ ସମ୍ପର୍କ ଥିଲା, ସବୁବେଳେ ତାଙ୍କ ଝିଅ ତାଙ୍କୁ ଫୋନ କରେ। ତାହେଲେ ଘଟଣା ଦିନ ଯୋଉ 6 ତାରିଖ ଦିନ ଯୋଉ ସବୁ ଘଟଣା ଘଟିଗଲା, ସେତେବେଳେ କଣ 6 ତାରିଖ ଦିନ ଯେତେବେଳେ ତାଙ୍କ ଭିତରେ ଯୋଉ ଝଗଡା ହେଲା, ସେ ବିଷୟରେ କଣ ସେ ତାଙ୍କ ମାଙ୍କୁ ଜଣେଇ ନାହାନ୍ତି, ନା ତାଙ୍କ ଭାଇଙ୍କୁ ଜଣେଇ ନାହାନ୍ତି? ମା ଏବଂ ଭାଇ ଦି ଜଣଙ୍କର ବୟାନ ପାଖାପାଖି ସମାନ। ସନ୍ତୋଷ ଭାଇ, ଏଇଠି ମୋର ଏଇଠି ଗୋଟେ ପ୍ରଶ୍ନ। ଗଗନ ଭାଇ ଗଗନ ନମସ୍କାର। ଭାଇ ନମସ୍କାର ନମସ୍କାର। ନମସ୍କାର, ଜୟ ଜଗନ୍ନାଥ ଭାଇ। ଗଗନ ଭାଇ, ସନ୍ତୋଷ ଭାଇ, ଦି ଜଣଙ୍କୁ ମୋର ଗୋଟେ ପ୍ରଶ୍ନ। ନମସ୍କାର ଭାଇ। ହଁ କୁହନ୍ତୁ। କୁହନ୍ତୁ ଭାଇ। ହଁ, ଯଦି ଗୋଟେ ମହିଳା, ମାନେ ଗୋଟେ ଝିଅଟେ, ମୁଁ ଶୁଦ୍ଧ ଓଡିଆ କହୁଛି, ଝିଅଟେ ଯଦି ରେଳବାଇ ପାଖେ ଅଛି, ଷ୍ଟେସନ ପାଖେ ଅଛି, ତାର ଯଦି ହଜବେଣ୍ଡ ଏକ୍ସପାୟାର ହେଇଯାଇଛି, ୟା ତ ଦୁର୍ଘଟଣା ହଉ କି ସୁସାଇଡ ହଉ, କିଛି ବି ହଉ, XYZ, ତ ସେଇ ହୁଁ। ଜାଗାକୁ ଜଣେ ମହିଳା ଆସିକି ପହଞ୍ଚିବା ନିହାତି ଆବଶ୍ୟକ, ଇଏ ତା ଭାଇ ଆସିକି ପହଞ୍ଚିବା ନିହାତି ଆବଶ୍ୟକ। ଜଣେ ନିହାତି ମା ଯେତେ ଆସିକି ଗୋଟେ ପହଞ୍ଚିଲେ, ବାହାଘରକୁ, ନାଇଁ ଜଣେ ନାଇଁ, ମା ଆସିକି ବାହାଘରକୁ ପହଞ୍ଚିଲେ ସେଇ ଗୋଟେ ଜାଗାରେ ଠିଆ ଶୁଣ, ହେଇକିରି ତାକୁ। ବାହାଘରକୁ 1 ମାସ ହେଇନି, ଜୁଆଇଁ ମରି ଯାଉଛି, ଆଜ୍ଞା, ଝିଅ ଫୋନ କରିକି ହଁ ଜଣଉଛି, କିନ୍ତୁ ଏଠି ହଁ, ଶାଶୁ ମାନେ ମା ଆସିକି ପହଞ୍ଚୁନି, ସେ ତାର ପୁଅକୁ ପଠଉଛି, ସେ ପୁଣି ପଠଉଛି। ନିଜେ ଆସୁନି। ସେଟା ଗୋଟେ ବହୁତ ହଁ ବଡ ସନ୍ଦେହ ସୃଷ୍ଟି କରୁଛି, ସେ କଣ ପାଇଁ ନିଜେ ହଁ, ଆସିଲେନି?
ତାଙ୍କ ଭିତରେ ଭଲ ସମ୍ପର୍କ, ସେଇଟା ଗୋଟେ ପଏଣ୍ଟ। ଦ୍ୱିତୀୟ କଥା, ସେ ଯେତେବେଳେ ସବୁ ଖବର ତାଙ୍କର ଜଣାନ୍ତି, ତାହେଲେ ଯେତେବେଳେ ତାଙ୍କ ଭିତରେ ଯୋଉ ମନମାଳିନ ହେଇଥିଲା, ସେ ରାତି ଅଧରେ ଘର ହଁ ଖୋଜୁଥିଲେ, ଘରୁ ବାହାରିକି ପଳେଇ ଆସିଲେ, ଷ୍ଟେସନରେ ତାଙ୍କ ବୟାନ ଅନୁସାରେ ଷ୍ଟେସନରେ ରାତି କାଟିଲେ। ଏଇ ଖବର କଣ ତାଙ୍କ ମାଙ୍କୁ ଜଣେଇ ନାହାନ୍ତି, ତାଙ୍କ ଭାଇକୁ ଜଣେଇ ନାହାନ୍ତି? ସେ କଣ ସେ କିନ୍ନର ଶିବାନୀ ଆଉ ତାଙ୍କର ପ୍ରଫୁଲ୍ଲ ଭାଇକୁ ଜଣେଇ ପାରିଲେ? ଆଉ ଗୋଟେ କଥା ସିଏ ସୁଭାଶିଷ ଭାଇଙ୍କ ନାଁରେ ଯୋଉ ମିଡିଆରେ କହିଥିଲେ, ତାଙ୍କୁ ଡାଇରେକ୍ଟ ମୁଁ ତାଙ୍କୁ କ୍ୱେଶ୍ଚିନ୍ କରୁଛି କି ଯେ ତମେ 161 ରିପୋର୍ଟ ଆସିବ, ଚାର୍ଜସିଟ୍ ଆସିବ, ଷ୍ଟାଟସ୍ ଆସିବ, ତାପରେ ଯାଇ ତମେ କହିବ। ସେ ଷ୍ଟାଟସ୍ ରେ ତ ଗୋଟେ ହିଁ ଲେଖା ହେଇଛି, ଯୋଉ ଷ୍ଟାଟସ୍ କି ପ୍ରଥମେ ମତେ ଲାଗୁଛି ଏମିତି କି ଷ୍ଟୋରିଟାକୁ ବିଦ୍ୟାଶ୍ରୀ ମ୍ୟାଡାମ ନିଜେ ଲେଖି ଦେଇଛନ୍ତି, ତାପରେ ତାକୁ ଆମେ ଟ୍ରେଲର ଟିକେ କଲା ଭଳିଆ ଶୁଣନ୍ତୁ, ଟିକେ ଆପଣ ପଢା ଯାଇଛି ଟିକେ ଅନ୍ୟ ଅନ୍ୟମାନଙ୍କୁ। ପ୍ରସଙ୍ଗ, ନାରାୟଣ ଭାଇ ଟିକେ ବାହାରକୁ ପଳଉଛନ୍ତି। ଆମେ ସେଇ ପୁରା ପର୍ଟିକୁଲାର ସେ ଆଜ୍ଞା ଷ୍ଟେଟମେଣ୍ଟ ଉପରେ ଆଲୋଚନା କରିବା, ଆଉ ଅନ୍ୟ ଦିଗକୁ ଯିବାନି। ହଁ ସେଇ ଷ୍ଟେଟମେଣ୍ଟ ଉପରେ ହିଁ ଆଲୋଚନାଟା ହବ। ଗଗର ଭାଇ ଆପଣଙ୍କ ପାଖରେ ଓକେ ଅଛି ସେ ଷ୍ଟେଟମେଣ୍ଟ, ତାଙ୍କ ମାଙ୍କର ଷ୍ଟେଟମେଣ୍ଟ ଟିକେ ପଢନ୍ତୁ। ନିଶ୍ଚିନ୍ତ ଭାବରେ ଭାଇ ମୁଁ ଜେଆରଏକ୍ସ ନେଇକି ରଖିଛି ଅଲରେଡି। ହଁ, ମାଙ୍କର ଯଦି ଷ୍ଟେଟମେଣ୍ଟ, ତାଙ୍କ କହିବେ ମାଙ୍କର ଟିକେ ନିରୂପମା ଦାସଙ୍କର ଷ୍ଟେଟମେଣ୍ଟ ଟିକେ ପଢନ୍ତୁ। ନା ମୁଁ ପଢୁଛି ଏବେ। ହଁ ଗୋଟେ ସେକେଣ୍ଡ। ହଁ ମୁଁ ପଢୁଛି, ଆପଣ ଟିକେ ଶୁଣନ୍ତୁ ଧ୍ୟାନ ଦେଇକି। ମୁଁ ନିରୁପମା ଦାସ, ବୟସ ହେଲା 54, ଉପଲିଖିତ ଠିକଣା ମତେ 18/7/2001 ଦିନ ଆପଣଙ୍କ ସମ୍ମୁଖରେ ଏହି ମୌଖିକ ଜମାନବନ୍ଦି ଦେଉଅଛି କି ମୋ ଝିଅ ବିଦ୍ୟାଶ୍ରୀ ଶିଶୁ ଗୋଟେ ଟିକେ ଗତ ଗୋଟେ ମିନିଟ, 18 ହଁ ଗୋଟେ ମିନିଟ, ମୁଁ ଯେତେବେଳେ କହିବି ଆପଣ ଟିକେ ରହିବେ ଟିକେ। 18/7 ନିଶ୍ଚୟ ରେ ତାଙ୍କର ନିଶ୍ଚୟ ବୟାନ ରେକର୍ଡ କରାଗଲା। ରେକର୍ଡ କରାଗଲା 18/7 ରେ ଏକ୍ସାକ୍ଟ ତାଙ୍କର ମୃତ୍ୟୁ ହେଲା 7 ରେ, 7 7 ରେ। ତାରିଖରେ ମୃତ୍ୟୁ ହେଲା, କିନ୍ତୁ 18 ତାରିଖରେ ତାଙ୍କର ବୟାନ ରେକର୍ଡ କରାହେଲା। ପୁଣି ବୟାନ ରେକର୍ଡ କରା ତାଙ୍କ ଘରକୁ ଯାଇକି ବୟାନ ରେକର୍ଡ କରାହେଲା। ସେ କଣ ଭିଆଇପି ଲୋକ? ଆପଣ ବଡ ଦେଖିଥିବେ ଦୁଃଖର କଥା। ଗଣମାଧ୍ୟମରେ, ନାଇଁ 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 ଗଣମାଧ୍ୟମରେ ନାଇଁ ସନ୍ତୋଷ ଦେଖିଥିବେ। ଭାଇ, ହୁଁ ସନ୍ତୋଷ ଭାଇ ମୁଁ ଟିକେ ରୋକିବାକୁ ଚାହିଁବି। ଯେ ନ୍ୟାୟିକ ପଦ୍ଧତିରେ ଆମେ ଯାହା ବି ହଉନା କାହିଁକି, ପୋଲିସ ହୁଅନ୍ତୁ, ସେ କ୍ରାଇମ ବ୍ରାଞ୍ଚ ହଉ କିମ୍ବା ଆମର ସିବିଆଇ ହୁଅନ୍ତୁ, ସିବିଆଇଙ୍କ ପାଖକୁ ଯେତେବେଳେ ଡକେଇବେ ସେମାନେ ଆସିବେ, ତାଙ୍କୁ ଜେରା କରାଯାଏ। କିନ୍ତୁ ଇଏ ଭିଆଇପି କଥା ଯୋଉ କହିଲି, କୋଉ ପ୍ରକାର ଭିଆଇପି? ଇଏ କଣ ମାନେ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ରାଷ୍ଟ୍ରପତିଙ୍କ ଉପରେ ଏମାନେ ଆଙ୍କ ଘରକୁ ଯିବେ ଅଲରେଡି କ୍ରାଇମ ବ୍ରାଞ୍ଚ ବାଲା କିମ୍ବା ଇଏ ମାନେ ଯାଇକି ତାଙ୍କୁ ତଦନ୍ତ କରିବାକୁ ଯିବେ। ଚିନୁ ମହାପାତ୍ର ବାଲେଶ୍ୱରରୁ ଆସିବ ଭୁବନେଶ୍ୱର, କିନ୍ତୁ ଆଙ୍କ ପାଖକୁ ଯିବେ, ଏମାନେ ଯିବେ ଯାଇକିନା ଜେରା କରିବେ ସେଠି, ତାଙ୍କ ଘରକୁ ଯାଇକି ଜେରା କରିବେ। ଜେରା ଅଜିତ କରିବା ଭାଇ, ଅଜିତ ସାହୁ ଭାଇ ଆପଣଙ୍କୁ ଆଡ କରିବା। ସେ ଗୋଟେ ଲିଙ୍କ ଅଛି, ସେ ଲିଙ୍କ ଟାକୁ ଆପଣ କ୍ଲିକ କଲେ ଆଡ ହେବେ। ହଁ, ସେ ତାପରେ ଆପଣଙ୍କୁ ନିଶ୍ଚିତ ମୁଁ ଭାବରେ ଆଡ ପଢୁ କରିବା, ଟିକେ ଧୈର୍ଯ୍ୟ ଧରନ୍ତୁ। ହଁ ମାନେ ସେ କହିବା ସୂର୍ୟ କଥା ହେଲା ମହାପାତ୍ର ଭାଇ ଗୋଟେ ଭଲ କମେଣ୍ଟ ଲେଖିଛନ୍ତି ଯେ ପ୍ରିୟା କନଫର୍ମ କରନ୍ତୁ ଯେ ସେ ଭିଡିଓ କଲ ରେ ବିଦ୍ୟାଶ୍ରୀ ଶାଢୀ ପିନ୍ଧିଥିଲେ ନା ଡ୍ରେସ। ନିଶ୍ଚିତ ଭାବରେ ବହୁତ ବଢିଆ ପଏଣ୍ଟ ଉଠେଇଛନ୍ତି ସୂର୍ଯ୍ୟ ସାର୍, ନମସ୍କାର। ବହୁତ ଭଲ ପଏଣ୍ଟ ଉଠେଇଛନ୍ତି ଯେ ସେ ପ୍ରିୟାଙ୍କୁ ସେ ଭିଡିଓ କଲ କରିଥିଲେ, ଯେ ଭିଡିଓ କଲ ରେ ସେ କଣ ପିନ୍ଧିଥିଲେ ସେଟା ବହୁତ ଗୁରୁତ୍ୱପୂର୍ଣ୍ଣ, ସେ ଦିଗରେ ମଧ୍ୟ ଧ୍ୟାନ ଦେବା ଦରକାର। ତାପରେ ଶେଷ ଚନ୍ଦ୍ର ବାରିକ ଭାଇ ଭଲ କମେଣ୍ଟ କରିଛନ୍ତି, ସେ ଅଜଣା ଫୋନ ନମ୍ବର ଛତିଶଗଡର କାହାର ନା ଛତିଶଗଡକୁ ଲାଗିଥିବା ଓଡିଶାର କେଉଁ ଜିଲ୍ଲାର। ନିଶ୍ଚିତ ଭାବରେ ଯୋଉ ଅଜଣା ନମ୍ବର, ଯୋଉ ପ୍ରିୟାଙ୍କୁ ବି ବିଦ୍ୟାଶ୍ରୀ ଗୋଟେ ଅଜଣା ନମ୍ବରରୁ ଫୋନ କରିଥିଲେ, ସେ ଅଜଣା ନମ୍ବରଟା କାହାର ସେଇଟା ବି ଟ୍ରୁ କଲର ଦେଖେଇଲେ ସେଟା ଗୋଟେ ଛତିଶଗଡର ଗୋଟେ ଜାଗା ଦେଖଉଛି, ଆଉ ସେଇ ନମ୍ବର କଣ ସୁଇଚ ଅଫ୍ ଅଛି। ଯେ ସେଇ ନମ୍ବରକୁ କଣ ପାଇଁ ବିକାଶ ପଲ୍ଲୀ ସ୍କାନରକୁ ନେଇନାହାନ୍ତି, ସେଇ ନମ୍ବରଟା କାହାର? ବିଦ୍ୟାଶ୍ରୀ ଯୋଉ ଅଜଣା ନମ୍ବରରୁ କଲ କଲେ ସେ ଅଜଣା ନମ୍ବରଟା କାହାର? ହଁ, ଆମେ ଟିକେ ସେଇ ଉପରକୁ ଆସିବା, ଯେ ଟିକେ ସିଷ୍ଟମେଟିକ ଆଲୋଚନା କରିବା। ରିଙ୍କୁ ସୁଭାଶିଷ ଭାଇ ଆଡ ହେବାକୁ ଚାହୁଁଛନ୍ତି, ଆଡ କରିବେ, ଟିକେ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି। ଟିକେ ଆମେ ୱାନ ବାଇ ୱାନ ଯିବା। ହଁ, 18 ତାରିଖ ହଁ ସେଇଠି ଭାଇ ଦେଖନ୍ତୁ, 7 ତାରିଖରେ ହଁ ତାଙ୍କର ଡେଡ ବଡି ଉଦ୍ଧାର ହେଲା। ଜିଆରପି ଚାହିଁଥିଲେ ତାଙ୍କୁ ଇମିଡିଏଟଲି 8 ତାରିଖ ଦିନ ଯେମିତି ବିଦ୍ୟାଶ୍ରୀ, ପପୁ, ବିକାଶ ଏମାନଙ୍କୁ ଜେରା କରାହେଲା, ତାଙ୍କ ମା ଭାଇକୁ ଜେରା କରିପାରିଥାନ୍ତେ, କିନ୍ତୁ ସେମାନେ ଜେରା କଲେନି। 7 ତାରିଖରେ ତାଙ୍କୁ 18 ତାରିଖରେ ତାଙ୍କର ଜେରା କରାହେଲା। ପୁଣି ତାଙ୍କର ଘରକୁ କଟକ ଯାଇକି ଜେରା କରାହଉଛି। ଯେ ଯେତେବେଳେ ସମସ୍ତଙ୍କୁ ଥାନାକୁ ଡାକିକି ଜେରା କରାହଉଛି, ବିଦ୍ୟାଶ୍ରୀର ମା ଭାଇ କଣ ଭିଆଇପି? ତାହେଲେ ତାଙ୍କୁ କଟକ ଘରକୁ ଯାଇକି କାହିଁ ତାଙ୍କୁ ଜେରା କରାହେଲା? ଆପଣ ଆଉ ଟିକେ ପଢନ୍ତୁ, ଆଗକୁ ପଢନ୍ତୁ। ତାପରେ ମୁଁ ପଢୁଛି। ତାପରେ ଲେଖିଛନ୍ତି, ମୋ ଝିଅ ବିଦ୍ୟାଶ୍ରୀ ଶିଶୁ ଗତ 9/7/2020 ମାସରେ ଶ୍ରୀ ଆଦିତ୍ୟ ଦାସ ସମସ୍ତଙ୍କ ସହମତି ଏବଂ ବୈଦିକ ରୀତିରେ ଧାନମଣ୍ଡଳ ସିଦ୍ଧେଶ୍ୱର ମନ୍ଦିରରେ ବିବାହ ହୋଇଥିଲା। ଦେଖନ୍ତୁ, ଯେତେବେଳେ ଭୁବନେଶ୍ୱରରେ ମନ୍ଦିର ଅଛି, କଟକରେ ବି ମନ୍ଦିର ଅଛି, ସେଠିକି କି ଚାହିଁଥିଲେ ଯାଇପାରିଥାନ୍ତେ, କିନ୍ତୁ ଇଏ ସିଧା ପଳେଇଲେ କେନ୍ଦ୍ରାପଡାର ସିଦ୍ଧେଶ୍ୱର ଯୋଉଠି ମନ୍ଦିର କେମିତି କଣ ଗଲେ? ଲକଡାଉନ ସମୟରେ ଯେତେବେଳେ ପୁରା ସବୁ ସମ୍ପୂର୍ଣ୍ଣ ମନ୍ଦିର ଫନ୍ଦିର ସବୁ ବନ୍ଦ ଥିଲା, ସେତେବେଳେ ସେ ଭୁବନେଶ୍ୱର, ଆଦିତ୍ୟ ଦାସ ଭୁବନେଶ୍ୱରରେ ରହୁଥିଲେ।
ये विदेशी कटक रे रहउतले किंतु से भुवनेश्वर कटक छाड़ी सेमाने सेमाने को भली भाव रे जाई केन्द्रापड़ा रे पहुंचले आ सेठी परमिशन मिलिला काहाकू आ केन्द्रापड़ा से जो शिव मंदिर सेटा होची विकास महापात्रंकर मंदिर जे विकास महापात्र कोन पे स्कैनर पड़ा जाय देखंतु सेठी परमिशन देला कि एटा भाई, योजना गोटे बद्ध कथा भाव रे कहबी। बाहागर कराइ नथिला तो एठी योजना बद्ध भाव रे बाहागर करा जायनि तो भाई ताको रास्तार देखंतु गोटे पूरा लॉकडाउन समय रे बाहागर हाँ। भुवनेश्वर कटक छाड़ी बाहर बाहागर तापर से विकास महापात्र वर्तमान तदंत परिसर भितर कोना जाउनी देखंतु भाई एथिरे स्पष्ट भाବରେ जଣା पडुची विकास महापात्र एपर्यंत स्कैनर को आसी नाते विकास महापात्रंकर जमानबंदी रिपोर्टर तांकर भी किछि नाही जेतु तांको ओरिजिनल स्कैनर भितर को आसीनी कारण जदि सी आसीबे से गोटे ऑफिसर लोग तांको बर्दी रे दाग लागिवो किंबा तांको सहित जो माने अछंती तैमान के मध्य स्कैनर को आसीबे सेट पय तांको अणा जाय नै मु आउ टिके पढुची कोन गत 7/7/2020 गोटे गोटे मिनिट ना एठी एठी तांकु स्कैनर कोडा जाउनी एठी विदेशींकर माँ भाई घर को जाई तदंत करा होउची ताले एठी बड़ बड़ लोकंकर हाथ अछि ना नै आपण माने विचार करंतु निश्चित भाବରେ जाई देखंतु तदंत आमे करा होउची जहा मंदिर रे बाहागर निश्चित करा भाବରେ तांकु स्कैनर कोडा होउनी परमिशन कि आले ताकु मध्ये स्कैनर कोडा होउनी हां आउटी आगु भाई संदो देखंतु हाँ ना ना मुझे कथा कहूँ देखो आम सब बेले यही प्रश्न पर बाइट माध्यम द्वारा सब ही आज पर्यंत किसी कथबार्ता कर स्वर उत्तोलन कर जेहेतु आमर आज जेहेतु स्टाटस रिपोर्ट आम हाथ लगे मुझे पढ़ुची शुणु गत 7/7/2020 सकाल 5:30 एक अजणा नंबर मत फोन आसला फोन उठे शुणिला बेलू ललाट भाई विद्याश्री नमस्कार कांदुची हां हां ठीक पढंतु टिके समस्त म्यूट करंतु गगन भाई पढिबे पढ़ुची आउ थे गत 7/7/2020 सकाल 5:30 एक अजणा नंबर मते फोन आसला फोन उठे शुणिला बेलू विद्याश्री कांदुची से कहला मम्मी आदि आउ नहांती से ट्रेन धारणा पड़ी लिंगराज रेल स्टेशन ले देखो अलरेडी सकाଳେ ଯେତେବେଳେ फोन करछंती 5:30 से कहउछंती जे सचिन राति भाई जाई नमस्कार टिके म्यूट कर दियंतु टिके हां स्टेटमेंट ओडे सुनंतु तापर मत रखिबा हां हाँ ये से ट्रेन धारणा रे पड़ी लिंगराज स्टेशन ले या शुणी मो देह हाथ थरीबा को लागिला मते सब किछि अंधार दिसुताए या परे मु मो पुओ को कहली जीवा पई मो पुओ सेठा को गला से आसीबा परे मु टिके रखंतु एठी टिके समस्त हाँ। नजर दियंतु जे तांको देह हाथ थरीला से तापरे तांको पुओ को पठेले किंतु निजे गलेनी निजे जाउ ना तांको पुओ को पठा होउची जे जेतेबेले झियो फोन करे टिके विदेशी कोन कहला टिके पछू चलंतु विदेशी कोन कहले ता मां को फोन करी से मु आ थरे पढी दउछु सुनंतु से 5:30 रे एक अजणा नंबर फोन आसला फोन उठेई सुनिला बेलकू विद्याश्री कांदउची से कहला मम्मी आउ आदि नहां मम्मी मम्मी आदि आउ नहांती से ट्रेन धारणा रे पड़ी लिंगराज रेल स्टेशन ले बस जे केवल सेतिकी से कहले काहे गोटे मार कर्तव्य नथिला जे घटना कोन हला काहे की हला केमिति से एठी पड़ले ए विषय से किछ पचार नांती कि से एठी आसिलेनी हठात गोटे झियो सबु कहूथियो हठात गोटे झियो तांकर से एई कथाटा कहिबो सेते गोटे मार एटा गोटे कर्तव्य न से पचारिबोनी जेटा कोन हला काहे की हला से मां दौड़ी के पळे आसिया कथा कारण गोटे मास हला तांको बाहागर होईची गोटे झियो गोटे बाहागर मासे भितरे जुआई मर जाउची मासे हेइनी मासे पूर्वरु जुआई मरि जाउची झियो कांदी के फोन करची गोटे मार कर्तव्य नथिला ताले एठी जणा पड़छि पूरा संपूर्ण भाबरे मानकर इन्वॉल्वमेंट अछि निश्चिंत भाबरे भाई इन्वॉल्वमेंट नथा से आउर केते कथावार्ता हेइथिबे किंतु से मन टोटल पूर्ण डिटेल्स देइ नाते जाके अल्प के डिटेल्स रे एथिरे पूरा बंद करचंदी एटा 6 तारिख रे से माने कोन कथा हेतिले टोटल बाहागर परठु कोन कोन कथा हेचंती सब पूरा डिटेल केते थरो कथा हेछ सब डिटेल्स दरकार भाई आउ थरे आ गोटे कथा कहूजी एथिरे अजणा नंबर रो सेटा तो ऑलरेडी एथिरे मेंशन हेइनी आ गोटे कथा हला 6 तारिख दिन 7 तारिख दिन सखाळु जो घटना घटितिला सब ए सब घटना तार सीडीआर काई कॉल डिटेल्स रेकॉर्ड काई सब जदि से कॉल डिटेल्स रेकॉर्ड थाता ताहले आमे सब तथ्य मध्ये पाई थाते से कॉल डिटेल्स टोटल आमे सब तथ्य मिली थाते कि कॉल डिटेल्स एपटे देखि कमिटी आई भाई हां भाई से अजणा नंबर ना सेव नथिबो किंतु अजणा नंबर कोन से नंबरटा कोन पर्टिकुलर नंबरटा कोन लिखि होबनी निहाती एटा पुलिस जेरा करिया दरकार से को नंबर फोन कला जो नंबर फोन कला सेई लोकर काम कोन थिला सेई लोक सेठी कोन करूथिला हां सेई लोक किए
ଅଜଣା ଭାଇ ଅଜଣା ନମ୍ବର କାହାକୁ କୁହାଯାଏ? ଯୋଉ ନମ୍ବରଟା ସେଭ୍ ନଥିବ ତାକୁ ଅଜଣା ନମ୍ବର କୁହାଯାଏ। ଯଦି ଅଜଣା ନମ୍ବର ହେଲା ନାଇଁ ସେ ନମ୍ବର ପର୍ଟିକୁଲାର ନମ୍ବର ଡିକୋଡ୍ ହେଟା କଣ ମେନସନ କରିନି ନା? ନାଇଁ ଏଠି ବିକାଶ ପଲେଇ କଣ ଜାଣିପାରିଲେନି? ବିକାଶ ପଲେଇ ଜାଣିପାରିଲେନି ଯେ କୋଉ ନମ୍ବର ଫୋନ ହେଇଛି, ନମ୍ବରଟା ଲେଖିବାକୁ ସେ ଭୁଲିଗଲେ? ଏ ନମ୍ବରଟା ପଚାରି ପାରିଲେନି? କେତେ ସମୟ କଲ୍ ଭାବୁଛନ୍ତି କରିଛନ୍ତି? ତାପରେ ଦେଖନ୍ତୁ କେତେ ସମୟ ସେ କେବଳ 2 ଧାଡି କଥା ହେଇଛନ୍ତି। ସେ କହିବା ଅନୁସାରେ ଆଦି ନାହାନ୍ତି, ଆଦି ରେଳ ଲାଇନ କଡରେ ପଡିଛନ୍ତି। କେତେ ସମୟ କଥା ହେଇଛନ୍ତି ଦେଖାଯାଉ। କେତେ ସମୟ, ଧର 5 ମିନିଟ୍ କଥା ହେଇଥିବେ କି 10 ମିନିଟ୍ କଥା ହେଇଥିବେ କି 1 ମିନିଟ୍ କଥା ହେଇଥିବେ, ସେଇଥିରୁ ଜଣା ପଡେ ସେ କଣ କଣ କଥା ହେଇଛନ୍ତି। ବହୁତ ଗୁରୁତ୍ୱପୂର୍ଣ୍ଣ ଭାଇ ସେଇଟା। ସେଇଥିପାଇଁ ମୁଁ କହୁଛି ଯଦି ସିଡିଆର ଥାନ୍ତା ଆମ ପାଖରେ, କିମ୍ବା ଯଦି ସେମାନେ ସର୍ବସାଧାରଣ କରିଥାନ୍ତେ, ତାହେଲେ ସିଡିଆର ରୁ ଆମେ ସମ୍ପୂର୍ଣ୍ଣ ଭାବରେ ତଥ୍ୟ ମିଳିଯାନ୍ତା ଆମକୁ। ଯେହେତୁ ସିଡିଆର ତାପରେ 6 ଦେଇନାହାନ୍ତି। ତାରିଖ ଦିନ, ହଁ ଭାଇ 6 ତାରିଖ ଦିନ ସେ ତା ଘରକୁ ଫୋନ କରିଛନ୍ତି ନା ନାଇଁ? 6 ତାରିଖ ଦିନ ମା ଝିଅ କଥା ହେଇଛନ୍ତି ନା ନାଇଁ? ଭାଇ ଭଉଣୀ କଥା ହେଇଛନ୍ତି ନା ନାଇଁ? ସେଇଟା ବହୁତ ଇମ୍ପୋର୍ଟାଣ୍ଟ। ହଁ, ତାପରେ ଆଉ ଲାଷ୍ଟ ଟିକେ କଲ୍, ପଢୁଛି। ତାଙ୍କର ଲାଷ୍ଟ କଲ୍ କେବେ ଥିଲା? ସେ ବିଦ୍ୟାଶ୍ରୀ ତା ମା ସହିତ ଲାଷ୍ଟ କଲ୍ କେବେ କଥା ହେଇଥିଲେ? ଏଇ କଲ୍ ପୂର୍ବରୁ ସେତେବେଳେ ସେମାନେ କଣ କଥା ହେଇଥିଲେ? ଝଗଡା ବିଷୟରେ ସେ କାହିଁକି ଏ ବିଷୟରେ କହିନାହାନ୍ତି? ଏଇଥିରେ ଶିବାନୀ ଦେଖନ୍ତୁ ମୁଁ ଆଉ କିନ୍ନରକୁ ଟିକେ କୁହାହଉଛି, ପ୍ରଫୁଲ୍ଲ ଭାଇକୁ କୁହାହଉଛି, କିନ୍ତୁ ମା କୁ ଭାଇ କୁ କୁହାହଉନି। କିନ୍ତୁ ଏପଟେ ମା ଭାଇ କହୁଛନ୍ତି ସବୁ କଥା ମୁଁ କହନ୍ତି। ଆଉ ଟିକେ ଆଗକୁ ପଢନ୍ତୁ, ଆହୁରି ବହୁତ କିଛି ପ୍ରସଙ୍ଗ ଅଛି ଦେଖନ୍ତୁ ଆଲୋଚନା କରିବାର। ଯୋଉ ଲାଷ୍ଟ ପଏଣ୍ଟ ଟା ମୁଁ ପଢିବି, ସେଇଟା ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଦେଖନ୍ତୁ ମୁଁ ପଢିକା ଯାଉଛି। ଏହା ଶୁଣି ମୋ ଦେହ ହାତ ଥରିବାକୁ ଲାଗିଲା। ମତେ ସବୁ କିଛି ଅନ୍ଧାର ଦିଶୁଥାଏ। ଏହା ପରେ ମୁଁ ମୋ ପୁଅକୁ କହିଲି ଯିବା ପାଇଁ। ମୋ ପୁଅ ସେଠାକୁ ଗଲା। ସେ ଆସିବା ପରେ ମୁଁ ଆଶ୍ରମକୁ ଗଲି। ମୋ ଝିଅ ଆଦିଙ୍କ ବିରୁଦ୍ଧରେ କେବେ ବି କିଛି କହିନାହାନ୍ତି। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କର ବୈବାହିକ ସମ୍ପର୍କ ଭଲ ଥିଲା। ବାହାଘର ଦିନ ଠାରୁ କେବେ ମନାନ୍ତର କଥା ଶୁଣିନି। ଝିଅ ମତେ ସବୁବେଳେ ଫୋନ କରେ। ଏଠି ଦେଖନ୍ତୁ, ବାସ୍ ଝିଅ ସବୁବେଳେ ଫୋନ କରନ୍ତି, କିନ୍ତୁ 7 ତାରିଖ ଦିନ ଯୋଉ 6 ତାରିଖର ଏ ଘଟଣା ହେଲା, 6 ତାରିଖ ଦିନ କଣ ସେ ତାଙ୍କ ମାଙ୍କ ସହିତ କଥା ହେଇନାହାନ୍ତି? ଯଦି ସେ ମାଙ୍କ ସହିତ କଥା ହଉଥିଲେ, ଯଦି ମାଙ୍କ ସହିତ କଥା ହଉଥିଲେ, କଣ ସିଏ ତାଙ୍କ ଶାଶୁ ଯିଏ କଣ ତାଙ୍କ ଜ୍ୱାଇଁଙ୍କ ସହିତ କଥା ହେବା ପାଇଁ ଭଲ ପାଆନ୍ତି ନା? ତାଙ୍କ ଜ୍ୱାଇଁ ଏତେ ନାଇଁ ଖରାପ ନାଇଁ, ଥିଲେ ଯେ ତାଙ୍କ ସହିତ ସବୁ ଶାଶୁ ଜୁଆଇଁ ଛାଡି ଦିଅନ୍ତୁ, ଝିଅ ତ ସବୁଦିନ କଥା ହୁଏ, ଝିଅ ସବୁବେଳେ ଫୋନ କରେ। ତାହେଲେ 6 ତାରିଖ ଦିନ ସେ ଫୋନ କରିନି ନା? କଣ ପାଇଁ ସବୁ ଫୋନ କଥା କଲେଣି? ସେ କହେ, ଏଇଥିରେ ତାଙ୍କ ପଢନ୍ତୁ। ଭିତରେ ଝଗଡା କିଛି ନାହିଁ। ଯଦି ଝଗଡା ନାହିଁ ତାହେଲେ ସେଦିନ ସେ ଘରୁ ବାହାରିଲେ କେମିତି? କାହିଁ ସେଇ ବିଷୟରେ କିଛି କୁହାହେଇନି? ହଁ ଯେତେବେଳେ ନା ନା ଆଉ ଟିକେ ଏଇଠି ଗୋଟେ ଭାଇ ଭାଇ ଆଉ ଗୋଟେ କଥା ଶୁଣନ୍ତୁ। ଏଇଠି ଗୋଟେ କଥା ଅନୁତପ୍ତ କରନ୍ତୁ। ସବୁଦିନ ଯେହେତୁ ସେ ଫୋନ କରନ୍ତି, ସବୁଦିନ କଥା ହୁଅନ୍ତି, 6 ତାରିଖରେ ଯଦି ସେ କଲ୍ ନ କରିଛନ୍ତି, ତାହେଲେ ତାଙ୍କ ମା ବି କଲ୍ କରିପାରିଥାନ୍ତେ ତାଙ୍କୁ। ଏକଥା କିଛି ନିହାତି ଠିକ ମେନସନ ଠିକ, ହେଇନି ଏଠି। ଭଲ ଭଲ ପଏଣ୍ଟ, ଠିକ ଠିକ। ଆଜି କାହିଁ ଝିଅ ଫୋନ କାରଣ କରିନି? ଯଦି ଗୋଟେ ସବୁଦିନ ଫୋନ ଡାଉଟ କରିଥିବ, ରହିବା ଗୋଟେ କଥା ଦିନ ମନ ଫୋନ ଭିତରେ। କରିନି। ଗୋଟେ ଆପଣ ଦେଖନ୍ତୁ, ମୁଁ ଯଦି ସନ୍ତୋଷ ଭାଇଙ୍କ କତିକି ସବୁଦିନ ଫୋନ କରେ, ଯଦି ଗୋଟେ ଦିନ ଫୋନ ନ କରିଥିବି, ସନ୍ତୋଷ ଭାଇଙ୍କ ମନ ଭିତରେ ବି ଥିବ, ଗଗନ ଭାଇ ଆଜି କାହିଁକି ନିହାତି, ହଁ ଫୋନ ହଁ ହଁ, କଲେନି, କିଛି ଗୋଟେ ଅସୁବିଧା ଠିକ ହେଇଥାଇପାରେ। ଠିକ, କାହିଁକି ହଁ ସେ ବି ନିହାତି ଫୋନ ନିହାତି ହଁ କରିପାରିଥାନ୍ତେ। ହଁ, ମୋ ତାପରେ ସେ ଲେଖିଛନ୍ତି, ଏତିକି ତ ଲାଷ୍ଟ ହେଇଛି ତାଙ୍କର। ଝିଅ ଆଦିଙ୍କ ହଁ ବିରୁଦ୍ଧରେ କେବେ ବି କିଛି କହିନାହାନ୍ତି। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କର ବୈବାହିକ ସମ୍ପର୍କ ଭଲ ଥିଲା। ବାହାଘର ଦିନ ଠାରୁ ହଁ, ମୁଁ କେବେ ରିଙ୍କୁ ମନାନ୍ତର ସୁଭାଶିଷ କଥା ଭାଇ ଶୁଣିନା। ଆପଣଙ୍କୁ ଆଡ କରିବା, ଟିକେ ଅପେକ୍ଷା କରନ୍ତୁ। ଟିକେ ଆଲୋଚନା ଟା ଟିକେ ସରିଯାଉ, ଆଉ ଟିକେ ଆଗକୁ ଯାଉ, ତାପରେ ଆପଣଙ୍କୁ ଆଡ କରିବା। ସେପଟେ ଟିକେ ଆଲୋଚନା କରିବା। ବା- ହଁ, ବାହାଘର ଦିନ ଠାରୁ କେବେ ଆପଣଙ୍କ କେବେ ମତାମତ ନବା। ମନାନ୍ତର କଥା ଟିକେ ଶୁଣିନି। ପ୍ରଥମେ ଟିକେ ଆଲୋଚନା ଟା ହେଇଯାଉ ଆଗକୁ, ବହୁତ କିଛି ଆଲୋଚନା କରିବାର ଅଛି। ହୁଁ, ଝିଅ ହଁ, ମତେ ସବୁବେଳେ ଫୋନ କରେ। ଝିଅ ସବୁବେଳେ ଏତେ ଫୋନ କରେ, କିନ୍ତୁ 6 ତାରିଖ ଦିନ ଫୋନ କଲାନି, କି ମା ବି ହଁ, ଫୋନ କଲେନି। ତାପରେ ଏଥିରୁ ଟିକେ ଦେଖନ୍ତୁ ଭାଇର ଷ୍ଟେଟମେଣ୍ଟ ଗୋଟିଏ, ରୌନକ ଶିଶୁ ଷ୍ଟେଟମେଣ୍ଟ ଗୋଟିଏ ଆସନ୍ତୁ। ଠିକ ଅଛି, ମୁଁ ଏଟା ଦେଖଉଛି ଅଲରେଡି। ମୁଁ ଏଟା ପଢୁଛି, ତାଙ୍କର ରୌନକ ଶିଶୁର ଅଲରେଡି ଷ୍ଟେଟମେଣ୍ଟ ପଢୁଛି। ମୁଁ ରୌନକ ଶିଶୁ, ବୟସ 29, ଉପଲିଖିତ ଠିକଣା ମତେ ଆଜି ତା 18/7/2000 ଦିନ ଆପଣଙ୍କ ସମ୍ମୁଖରେ ଏଇ ମୌଖିକ ବିମାନ ଜମାନବନ୍ଦୀ ଜମାନବନ୍ଦୀ। ଦେଉଅଛି କି ମୋ ଭଉଣୀ ଆଦିତ୍ୟ ଦାସଙ୍କୁ ସମସ୍ତଙ୍କ ସହମତି ଏବଂ ବୈଦିକ ରୀତିରେ ଧାନମଣ୍ଡଳ ସିଦ୍ଧେଶ୍ୱର ମନ୍ଦିରରେ ବିବାହ କରିଥିଲି। ଏଥିରେ ଦେଖନ୍ତୁ, ତାଙ୍କ ମାଙ୍କର ବୟାନ ଯାହା ଲେଖା ହେଇଛି, ଏଥିରେ ଠିକ ସେଇଆ ଲେଖା ହେଇଛି। ଗତ ସମାନ ତା ଲେଖା ହେଇଛି। 7/7/2000 ଏଇ ଯୋଉ ସିଦ୍ଧେଶ୍ୱର ମନ୍ଦିରରେ ଅଲରେଡି ଦେଖନ୍ତୁ, ଅଲରେଡି ବାହାଘର ହୋଇଥିଲା, ସେଇ ମନ୍ଦିରରେ ଲେଖା ହଁ ହେଇଛି। ତାପରେ ଦେଖ, ମୁଁ ଟିକେ ପଢି ଦଉଛି, ଆଗକୁ ଟିକେ ଯାଉଛି, ତାପରେ ଆଲୋଚନା କରିବା। ହଁ ଗତ ତା ହଁ 7/7/2020 ଦିନ ସକାଳ 5:30ରେ ଏକ ଅଜଣା କଲରୁ ମମିଙ୍କୁ ଫୋନ ଆସିଲା। ମମି ମତେ କହିଲେ, ପୁଅ ଆଦିତ୍ୟ ଆଉ ନାହିଁ। ଏହା ଶୁଣି ମୋ ଦେହ ହାତ ଥରିବାକୁ ଲାଗିଲା। ଦେଖନ୍ତୁ, ତାଙ୍କ ମାଙ୍କର ବି ଥରୁଥିଲା, ପୁଅଙ୍କର ବି ଥରୁଥିଲା। ଏଥିରେ ଆଉ ଠିକ। କାହାରିଙ୍କର କିଛି ନାହିଁ। ଏଥିରେ ତାଙ୍କ ଦି ଜଣଙ୍କର ଦେହ ହାତ କିନ୍ତୁ ଥରି ଖାଲି ଆଗକୁ ଥରୁଥିଲା। ହାତ ଚାଲନ୍ତୁ, ଥରିବାକୁ ଲାଗିଲା। ଏହା ଆଗକୁ ପରେ ଚାଲନ୍ତୁ, ଆଗକୁ ଚାଲନ୍ତୁ, ମା ଆହୁରି ଅଛି, ଏକ ଗୁରୁତ୍ୱପୂର୍ଣ୍ଣ ଅଛି, ଆଗକୁ ଚାଲନ୍ତୁ। ମା ଏକ ହୁଁ, ଡ୍ରାଇଭର ହଁ ହଁ ହଁ, ଏଇଠି ମୁଁ ଏଇଠି ସେଇଟା ଏଇଟାକୁ ପଢୁଛି। ଟିକେ ୟା ଲକ୍ଷ୍ୟ ପରେ କରନ୍ତୁ। ମା ହଁ, ଏକ ଡ୍ରାଇଭରକୁ ଡାକିଲେ। କୋଉ ଡ୍ରାଇଭରକୁ ଡାକିଲେ?
हाँ ठीक डाकिले से ड्राइवर कहले किए लिंगराज स्टेशन को जीवा पई हाँ ड्राइवर ड्राइवर किए के से ड्राइवर कोउ गाड़ी रे कोठी से आसिले आसीथिला कि न आसीथिला हाँ ସେଇଟା ଏଇଟା ବିକାଶ ପଲେଇ କଣ हाँ ଜାଣି ପାରିଲେନି ସେ ଡ୍ରାଇଭର କୁ ଇନକ୍ୱାରି କରିବା ପାଇଁ ସେ କୋଉ ଡ୍ରାଇଭର ଆସିଥିଲା କୋଉ ଗାଡିରେ ଆସିଥିଲା ପୁଣି ଶାଶୁ କାହିଁକି ଆସିଲେନି ତା ପୁଅକୁ କାହିଁକି ପଠେଇଲେ ଯେତେବେଳେ ଜୁଆଇଁ ମୃତ୍ୟୁ ଖବରଟା ଶୁଣୁଛ ଗୋଟେ ମାସ गाड़ी ବାହାଘର नंबर ହେଇନି ସେତେବେଳେ ଚାହିଁଥିଲେ ଗୋଟେ ଯଦି ଗାଡି ଯଦି ଡ୍ରାଇଭର ଆଉ ଗାଡି ଆସିକି ଆସୁଛି ତାହେଲେ ତ ମା ପୁଅ ସାଙ୍ଗ ହେଇକି ଆସି ପାରିଥାନ୍ତେ କିନ୍ତୁ ସାଙ୍ଗ ହେଇକି ଆସିଲେନି हाँ से देखो तो जदि गाड़ी जाइए गाड़ी रे भी गाड़ी रे जो नंबर टा भी मेंशन होता कथा गाड़ी रे नंबर मेंशन हैनी को ड्राइवर जे जाइथिला तांको से ड्राइवर को मेंशन हैनी किछि भी एतरे नाही तापर बसंत भाई स्टेशन को नमस्कार जाई नमस्कार बसंत भाई नमस्कार भाई नमस्कार नमस्कार तापर मु टिके पढुची हाँ मम्मी मते कहले आदित्य आ नाही आ सुनी मध्ये थरीबा को लागिला या परे मम्मी एक ड्राइवर को डाकिले कहले लिंगराज स्टेशन को जीवा पई मु जाई सेटर पहुंची भौणी रे दुख देखि सही पारिली नाही से मते कहला टिकेट स्पष्ट जण मां को जाई आनीबी मां को जाई आनीबा पई मो भौणी मते ବାସ୍ कहला ତାପରେ ପୁଣି ସେ ମା ଆସିଲେନି ତାପରେ ସେ ଯେତେବେଳେ ଭାଇ ଯେତେବେଳେ ଲିଙ୍ଗରାଜ ଷ୍ଟେସନ ରେ ପହଞ୍ଚି ତାପରେ ସେ କହୁଛି ମାକୁ ଆଣିକି ଆସିବୁ ତାପରେ ଆଉ ଟିକେ ପଢୁଛି ଦେଖନ୍ତୁ ଭଉଣୀ ମତେ କହିଲା ଆଦିତ୍ୟ ବିରୁଦ୍ଧରେ କେବେ କିଛି ମୁଁ ମଜାରେ କହିଲେ ସେ ମୋ ଉପରେ ପୁରା ରାଗି ଯାଏ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ତାଙ୍କର ବୈବାହିକ ସମ୍ପର୍କ ଭଲ ଥିଲା ବାହାଘର ଦିନ ଠାରୁ ମୁଁ କେବେ ମତାନ୍ତର କଥା ଶୁଣିନି ଭଉଣୀ ସହିତ ସବୁବେଳେ କଥା ହୁଏ ଇଏ ବି ଭଉଣୀ ସହିତ କଥାବାର୍ତ୍ତା ହୁଅନ୍ତି ଏଥିରେ ମନାନ୍ତର କଥା ସବୁବେଳେ କଥା ହୁଏ ଦେଖନ୍ତୁ ମାଙ୍କର ଯାହା ଡିଟେଲ୍ସ ଥିଲା ଏଥିରେ ବି ନା ଇଏ ବି ସବୁଦିନ କିନ୍ତୁ କଥା ଭାଇ ହୁଏ ସେଦିନ କିନ୍ତୁ 6 6 ତାରିଖ ଦିନ ଆଉ ଦିନ କଥା କଥା ହେଇନି ହେଲେନି ସେଟା କଲ ଡିଟେଲ୍ସ ଦରକାର ସତରେ କଥା ହେଇଛନ୍ତି ହଁ। ମିଛରେ କଥା ହେଇଛନ୍ତି କୁହନ୍ତୁ ଲଲାଟ ଭାଇ କୁହନ୍ତୁ जो वर्तमान ପାଇଁ ତାପରେ ଗଗନ କହିଲେ ଏତିକିରୁ ମା କହିଲେ ହଁ ଟିକେ ତାଙ୍କ ଲଲାଟ ଭାଇ ଟିକେ ମତ ରଖନ୍ତୁ ହଁ ଦି ହଁ ଜଣଙ୍କ କୁହନ୍ତୁ ଭିତରେ ଟିକେ କୌଣସି ମନାନ୍ତର ନାହିଁ ହଁ ତାଙ୍କ ହଁ ଦି ଜଣଙ୍କ ଭିତରେ କୌଣସି ମନାନ୍ତର ହେଇନି କିନ୍ତୁ ଯେତେବେଳେ ଦିବ୍ୟାଶ୍ରୀ ଆପଣଙ୍କର ପ୍ରଥମ ବାଇଟ ରୁ ଦେଖିବେ ତାଙ୍କର ବାଇଟ ସବୁବେଳେ ପରିବର୍ତ୍ତନ ମାନେ ସେ ଯେତେବେଳେ ବି ହଁ କହିଛନ୍ତି ଆଦିତ୍ୟ ବିରୁଦ୍ଧରେ ହିଁ କହିଛନ୍ତି ଦେଖନ୍ତୁ ଆଦିତ୍ୟ ଏମିତି କଲେ ଆଦିତ୍ୟ ସେମିତି କଲେ ଦୁନିଆ କାହାଣୀ ହେଇଛି ସେ ସରିବନି ଏନାକେ ଆଲୋଚନା କଲେ ଦେଖିବେ ଆଉ ତାଙ୍କ ଶାଶୁ ତାଙ୍କ ମାନେ ଦିବ୍ୟାଶ୍ରୀଙ୍କ ମା ଯିଏ ମାନେ ଆଦିତ୍ୟଙ୍କ ଶାଶୁ ସିଏ ଯାହା କହିଲେ କିନ୍ତୁ ଦିବ୍ୟାଶ୍ରୀ ତାର ସବୁ ଉଲ୍ଟା କରିଛନ୍ତି ଆପଣ ବାଇଟ ଦେଖିପାରନ୍ତି ପୂର୍ବକୁ ଯାଇକି ଆପଣ ବାଇଟ ଦେଖିପାରନ୍ତି ସବୁ ଉଲ୍ଟା କହିଛନ୍ତି ସିଏ ସବୁବେଳେ ତାଙ୍କ ସ୍ୱାମୀ ବିରୁଦ୍ଧରେ ହିଁ କହିଛନ୍ତି ହଁ ନାଇଁ ସେଇଟା ଟିକେ ହଁ ସେଇଟା ତ ଠିକ କଥା ଏଇଟା ଦେଖନ୍ତୁ ସେଇଠି ଆପଣ ଯୋଉଟା କହିଲେ ସେ ଆପଣଙ୍କ ପଏଣ୍ଟକୁ ଆସିବା ଯେ ବିଦ୍ୟାଶ୍ରୀ ଗଣମାଧ୍ୟମ ସାମ୍ନାରେ କହୁଛନ୍ତି ଆମର ଝଗଡା ହେଇଥିଲା ସେ ଘରୁ ତୋଡିଦେଲେ ଏଇଆ ହେଇଥିଲା ସେ ଏମିତି ସବୁ ବହୁତ କିଛି କହିଲେ କିନ୍ତୁ ଏଇଟା ମାନେ ଡେ 1 ରୁ ସେଇଟା କହିଛନ୍ତି ଡେ 1 ଡେ 2 ରୁ ସେ କଥା କହିଛନ୍ତି କିନ୍ତୁ ତାଙ୍କର ମା ଯୋଉ 18 ତାରିଖରେ ବୟାନ ଯୋଉ ଦେଇଛନ୍ତି ମାନେ ଘଟଣାର 12 ଦିନ ପରେ ବୟାନ ଦେଲେ 12 ଦିନ ପରେ ବୟାନ ଯେତେବେଳେ ଦେଲେ ସେ ଜାଣିନାହାନ୍ତି ତାଙ୍କ ଝିଅ ଆଉ ଜ୍ୱାଇଁ ଭିତରେ ଝଗଡା ହେଇଥିଲା କାଇଁ ସେ ବିଷୟରେ ତ କହିଲେନି ସେ ମୋ କଥାଟା ବୁଝିପାରିଲେ ନା ନାଇଁ କାହିଁକିନା ଏଠି କହୁଛନ୍ତି ତାଙ୍କ ଭିତରେ କେବେ ନିଶ୍ଚିତ ମତାନ୍ତର ନିଶ୍ଚିତ ନଥିଲା କିନ୍ତୁ ତାଙ୍କ ଝିଅ ଗଣମାଧ୍ୟମ ସାମ୍ନାରେ ବୟାନ ଦଉଛି ଆମ ଭିତରେ ଝଗଡା ହେଲା ସେ ମତେ ଘରୁ ତଡିଦେଲେ ତାହେଲେ ମା ଯେତେବେଳେ 18 ତାରିଖରେ ବୟାନ ଦେଲା ସେଇ କଥା ତ କହିପାରିଥାନ୍ତେ ନା ଝିଅ ଜ୍ୱାଇଁ ଭିତରେ ଝଗଡା ହେଇଥିଲା ସେଥିପାଇଁ ଜ୍ୱାଇଁ ଝିଅକୁ ତଡି ଦେଇଥିଲେ ତାଙ୍କ ହାତ ମୋଡି ଦେବା କଥା କହିଥିଲେ ହାତ ମଧ୍ୟ ମୋଡି ଦେଇଥିଲେ ଗେଲ କରିଥିଲେ ସବୁ କିଛି ଏଥିରେ ସବୁଦିନ ମେନସନ ଝିଅ ଥିଲା ଫୋନ କରେ ସବୁଦିନ ଝିଅ ଫୋନ କରେ କିନ୍ତୁ 6 ତାରିଖରେ ଫୋନ କରିନଥିଲା ଆଉ ବିଦ୍ୟାଶ୍ରୀଙ୍କର ଷ୍ଟେଟମେଣ୍ଟ ଦେଖିବେ ବିଦ୍ୟାଶ୍ରୀର ଷ୍ଟେଟମେଣ୍ଟ ରେ କୋଉଠି ସେ ଲେଖିନି ଯେ ମୁଁ ମା କୁ ଭାଇ କି ଫୋନ କରିଛି କେତେବେଳେ 5:30 ସେ ଲେଖିଛି ବିଦ୍ୟାଶ୍ରୀ ଷ୍ଟେଟମେଣ୍ଟ ରେ 5:30 ବେଳେ ମୁଁ ପ୍ରିୟାକୁ ଫୋନ କଲି ଆଦିତ୍ୟଙ୍କ ମୃତ୍ୟୁ ପ୍ରିୟାକୁ ଫୋନ କଲି ଆଉ ବାପାଙ୍କୁ ଫୋନ କଲି କିନ୍ତୁ ମୋ ମା କୁ ଭାଇ କୁ ମୁଁ ଫୋନ କରିନି ତା ବିଷୟରେ ଲେଖା ହେଇନି ହଁ ବସନ୍ତ ଭାଇ ତାଙ୍କ ମା ଆଉ ଭାଇର ବୟାନ ଉପରେ ଟିକେ ମତାମତ ରଖନ୍ତୁ ମା ଆଉ ଭାଇର ବୟାନ ନାଇଁ ନାଇଁ ଇଏ ଶୁଣନ୍ତୁ ଇଏ ତ ତାଙ୍କର ଜମାନବନ୍ଦୀ ଦେଇଛନ୍ତି ବିଦ୍ୟାଶ୍ରୀ ତାଙ୍କ ଲାଇଭ ରେ କହିଛନ୍ତି ମୋ 2 ବର୍ଷ ହେଲା ମୋ ଭାଇ ଅସୁସ୍ଥ ଅଛନ୍ତି
ଯେବେ କୁହାଯାଇଛି କି ତାଙ୍କ ଭାଇ କାହିଁକି ସାମ୍ନାକୁ ଆସୁନାହାନ୍ତି ନା ମୋ ଭାଇ 2 ବର୍ଷ ହେଲା ଆକ୍ସିଡେଣ୍ଟ ହେଇ ଅସୁସ୍ଥ ଅଛନ୍ତି। ନାଇଁ ନାଇଁ ତାପରେ ବି ସିଏ ଜଷ୍ଟ 2 ବର୍ଷ 5ଟା ହବ। ଭିତରେ ସ୍କୁଟିରେ କେମିତି ଧଡକିନା ପହଞ୍ଚିଗଲେ? ନାଇଁ ନାଇଁ ସ୍କୁଟିରେ ନାଇଁ ନୁହଁ, ସେ କଥା ସ୍କୁଟିରେ ନୁହଁ, ଗୋଟେ ଡ୍ରାଇଭର ଲେଖା ହେଇଛି। କାଜି ଢିଅ ଗୋଟେ ଡ୍ରାଇଭର, ମା ଡାକିଛି ଗୋଟେ ଡ୍ରାଇଭରକୁ, ସେ ଡ୍ରାଇଭର ଧରିକି ସେ ଆସିକି ପହଞ୍ଚିଲି ଲିଙ୍ଗରାଜ ଷ୍ଟେସନରେ। ତାପରେ ବିଦେଶୀ କହିଛି ମାକୁ ଟିକେ ଡାକ, ତାପରେ ତା ମା ଆସିଛି। ଶୁଣନ୍ତୁ, ଯଦି 5ଟା ବେଳେ ଫୋନ ଯାଇଛି ତାହେଲେ 5:30 ଭିତରେ ଡ୍ରାଇଭର ସହିତ କାଜି ଢିଅ କଲ୍ୟାଣ ନଗରରୁ ସେ ଯାଇକିରି ପହଞ୍ଚିଗଲେ ସେ ଯୋଉ ଲିଙ୍ଗରାଜ ଷ୍ଟେସନରେ। ଅଧଘଣ୍ଟାଏ ଭିତରେ ଡ୍ରାଇଭର ଆସି ଗାଡି ନେଇ ଯାଇକିରି ପହଞ୍ଚିଗଲେ। ଇଏ ସବୁ ଗଗନ ଭାଇ ଟିକେ ପୁରା କଳ୍ପିତ। ରୌନକ ଶିଶୁର ଯୋଉ ସେଇ ଷ୍ଟେଟମେଣ୍ଟ କୁ ଟିକେ ଯାଆନ୍ତୁ। ବିଦେଶରେ ଯୋଉ କହିଲା ଟିକେ ମା କୁ ଟିକେ ଆଣିକି ଆସିବ, ସେଇ ଲାଇନ ଟା ଟିକେ ଆଉଥରେ ଟିକେ ପଢିଲେ। ମୁଁ ପଢୁଛି ଏଠି। ୟା ପରେ ମା ଏକ ଡ୍ରାଇଭର କୁ ଡାକିଲେ, କହିଲେ ଲିଙ୍ଗରାଜ ଷ୍ଟେସନକୁ ଯିବା ପାଇଁ। ମୁଁ ଯାଇ ସେଠାରେ ପହଞ୍ଚି ଭଉଣୀର ଦୁଃଖ ଦେଖି ସହିପାରିଲି ନାହିଁ। ସେ ମତେ କହିଲେ ଯାଇ ମାକୁ ଆଣିବା ପାଇଁ। ମୋ ଭଉଣୀ ମତେ କହିଲା ଆଦିଙ୍କ ବିରୋଧରେ କେବେ କିଛି ମଜାରେ କହିଲେ ସେ ମୋ ଉପରକୁ ପୁରା ରାଗି। ସେ କହିଲା ଭଉଣୀ ଟିକେ ଗୋଟେ ସେଇଠି ସେ କହିଲା ଯେ ମାକୁ ଯାଇକି ଆଣିବା ପାଇଁ ସେ କହିଲା। ତା ମାର ଟିକେ ଷ୍ଟେଟମେଣ୍ଟ ପଢନ୍ତୁ, ମାର ଟିକେ ଷ୍ଟେଟମେଣ୍ଟ ପଢନ୍ତୁ ଯେ ରୌନକ ଶିଶୁ ଯାଇକି ଆଣିଲା ନା କେମିତି କଣ। ମାର ଟିକେ ସେଇ ଲାଇନ ଟା ଟିକେ ତୁଳନା କରିବା। ସେ ଲେଖିଛନ୍ତି ଦେଖନ୍ତୁ ଅଲରେଡି। ମତେ ମାର ଟିକେ ସେଇ ପାର୍ଟଟାକୁ ଆସନ୍ତୁ ତାର, ଯେ ପୁଅକୁ ପଠେଇଲି ଗାଡି କରି ପୁଅକୁ ପଠେଇଲି, ତାପରେ ପୁଅ ଆସିଲା ମୁଁ ଗଲି। ଶୁଣନ୍ତୁ ମୁଁ ସେଇଟା ପଢି ଦଉଛି। ଯେତେବେଳେ 5:30 ରେ ଏକ ଅଜଣା ନମ୍ବରରୁ ଫୋନ ଆସିଲା, ଫୋନ ଉଠେଇ ଶୁଣିଲା ବେଳକୁ ବିଦ୍ୟାଶ୍ରୀ କାନ୍ଦୁଛି। ସିଏ କହିଲା ମମି ଆଦି ଆଉ ନାହାନ୍ତି, ସେ ଟ୍ରେନ ଧାରଣାରେ ପଡିଛନ୍ତି ଲିଙ୍ଗରାଜ ରେଳ ଷ୍ଟେସନରେ। ୟା ଶୁଣି ମୋ ଦେହ ହାତ ଥରିବାକୁ ଲାଗିଲା। ମତେ ସବୁ କିଛି ଅନ୍ଧାର ଦିଶୁଥାଏ। ୟା ପରେ ମୁଁ ମୋ ପୁଅକୁ କହିଲି ଯିବା ପାଇଁ। ମୋ ପୁଅ ସେଠାକୁ ଗଲା। ଏଥିରେ କାହିଁ ଡ୍ରାଇଭର କଥା କିଛି ସେଥିରେ ଲେଖା ହେଇନି, ମେନସନ ହେଇନି, କିଛି ହେଇନି। ସିଏ ଆସିଲା ପରେ ସିଏ ଆସିଲା ପରେ ମୁଁ ଗଲି। ଯେ ଫାଷ୍ଟ ଯେତେବେଳେ ଡ୍ରାଇଭର ନେଇକି ପୁଅକୁ ଯାଉଛି, ଫାଷ୍ଟ ଡ୍ରାଇଭର ନେଇକି ପୁଅକୁ ଗଲା, ତାପରେ କିନ୍ତୁ ସେ ପୁଅ ଏକା ଆସୁଛି, ମାକୁ ନେଇକି ଯାଉଛି। ମାନେ ପୁରା କଥାଟା ପୁରା ଗୋଳମାଳ। ମା କହିନି ଯେ ମୁଁ ଡ୍ରାଇଭରକୁ ଫୋନ କଲି, ମା କହିନି ଯେ ମୁଁ ଡ୍ରାଇଭରକୁ ଫୋନ କଲି, କିନ୍ତୁ ପୁଅ କହୁଛି ଯେ ମା ଡ୍ରାଇଭରକୁ ଫୋନ କଲା। ସନ୍ତୋଷ ବାବୁ ଷ୍ଟେଟମେଣ୍ଟ ପୁରା ସଜା ହେଇକି ଲେଖା ଯାଇଛି, ବୁଝିଲେ କି? ଏମିତି ସଜା ହେଇକି ଲେଖା ହେଇଛି ଯେମିତି ମାନେ ସାମାଜିକ ଗଣମାଧ୍ୟମ ଆମ ପାଇଁ ବୁଝିଲେ କି? ସ୍ୱାମୀ ମଲା ପରେ ଫୋନ ହଉଛି, କିନ୍ତୁ ଝିଅ ରାତି ସାରା ବୁଲୁଛି, କିନ୍ତୁ ମାକୁ କି ଭାଇକି ଫୋନ କରିନି। ବାସ୍ ଷ୍ଟେସନରେ ରହିଯାଉଛି। ଯେତେବେଳେ ତା ସ୍ୱାମୀ ତାକୁ ଘରକୁ ବିଦା କରି ସେ ଆଗ ନିଜ ଘର ଲୋକଙ୍କୁ ଫୋନ କରିବ ନା ନାଇଁ? ପ୍ରିୟାକୁ କୁହାଯିବ ବସ୍ ଷ୍ଟାଣ୍ଡରେ ନହେଲେ ରେଲୱେ ଷ୍ଟେସନରେ ରହିଯିବି। ମୁଁ ବସ୍ ଷ୍ଟାଣ୍ଡରେ ନହେଲେ ରେଲୱେ ଷ୍ଟେସନରେ ରହିଯିବି, କିନ୍ତୁ ମଲା ପରେ ଫୋନ କରୁଛି। ଆଉ ମୁଁ ଘର ବି ଖୋଜୁଛି, ମୁଁ ଭଡା ଘର ବି ଖୋଜୁଛି। ଗୋଟେ ବାଇଟରେ ସେ କହିଛି ସାର୍ଟିଫିକେଟ ମୋର ଘରେ ଥିଲା, ମୋ ସାର୍ଟିଫିକେଟ ଘରେ ଥିଲା। ସେଟା ବାଇଟ, ଆମେ 161 ରେ ଟିକେ ଆଲୋଚନା କରିବା। ବାଇଟ ଗୋଟେ ଛାଡିଦବା ଟିକେ। ନା ସେଇ ବାଇଟ କଥା ଟିକେ ମୁଁ ପୂର୍ବ କଥା ଯିବା। ସେ କହିଥିଲେ ଯେ 2 ବର୍ଷ ତଳେ ତାଙ୍କ ଭାଇ, ମତଲବ 2 ବର୍ଷ ଜଷ୍ଟ 2 ବର୍ଷ ପୂର୍ବରୁ ତାଙ୍କ ଭାଇ ଆକ୍ସିଡେଣ୍ଟ ହେଇଥିଲେ। ଫିଜିକାଲ ଫିଟନେସ ଭଲ ନାହିଁ, ଜଷ୍ଟ 2 ବର୍ଷ କଥା କହିଥିଲେ। ତାପରେ ଆଉ ଗୋଟେ କଥା କହିଥିଲେ ଯେ ବିଦ୍ୟାର୍ଥୀ ଟିକେ ତାଙ୍କ ଷ୍ଟେଟମେଣ୍ଟ ଟା ଟିକେ ଦେଖିବା କି? ତାଙ୍କର 3 ପେଜ ଅଛି, ପଢିଲା ମାନେ ରାତି ପାଇବ। ଆଜି ଯେତିକି ପେଜ ସବୁ ଅଛି ସଜଡା ହେଇକି। ଶୁଣନ୍ତୁ ଗଗନ ବାବୁ, ପ୍ରିୟାର ଆଉ ବିକାଶର ଷ୍ଟେଟମେଣ୍ଟ ବାହାର କରନ୍ତୁ। ପ୍ରିୟାର ଆଉ ବିକାଶର ନାଇଁ ଟିକେ ଗୋଟେ ଲାଇନ ବାଇ ଲାଇନ ଟିକେ ଯିବା ହେଲା। ପ୍ରିୟା ବିକାଶ ତ ଯିବା ଟିକେ। ଏଇଟା ଅଛି, ତାପରେ ଆଉ କିଛିଟା ଜିନିଷ ଅଛି। ତାପରେ ଗୋଟେ ଲାଇନ ବାଇ ଏଇଟା ଆଲୋଚନା କଲେ ତ ବହୁତ ଅଧିକ ହବ। ଆଉ ସବୁଠୁ ଆଲୋଚନା ଇମ୍ପୋର୍ଟାଣ୍ଟ ଆଲୋଚନା ବିଦେଶୀର, ତାର ଯୋଉ ପ୍ରତିକ୍ରିୟା ଟା ବହୁତ ମାନେ ବହୁତ ସମୟ ବି ଲାଗିବ। ଯେତେବେଳେ ରାତିରେ ଟିକେ ଆମେ ଟିକେ ଦେଖିକି ସହିପାରିଲିନି। ଯଦି ଦୁଃଖ ଦେଖିକି ସହିପାରିଲନି ତାହେଲେ ଯଦି ଦୁଃଖ ଦେଖିକି ସହିପାରିଲନି ତାହେଲେ ତମେ କରିଛ କଣ? କୋଉଠି ଏଫଆଇଆର ଦେଇଛ? ଆଜି ଯାଏ କୋଉଠି ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛ? ଦୁଃଖ ଦେଖିକି ସହିପାରିଲନି ତ ପଳେଇ ଆସିଲ। ତାପରେ ଯୋଉ ଜଣେ ପୁଅ କହୁଛି ଯେ ମା ଡ୍ରାଇଭର ଡାକିଲା ମୁଁ ଆସିଲି, କିନ୍ତୁ ମା ତ କୋଉଠି କହିନି ଯେ ମୁଁ ଡ୍ରାଇଭର ଡାକିଲି ବୋଲି।
तापर सी आसिला पुओ पुणी एकुटी आसिला काहे ड्राइवर को नेकी आसिला कि एका आसिला से विषय कहैनी मा तार एका आसिला सी आसिला परे मा तार एका से गले केमिति पादर चाली की गले किंबा गाड़ी रे गले किंबा से तांका पुओ नेकी गला सेथि किछि मेंशन हैनी एथिरे किछि भी मेंशन हैनी हां राइट किंतु आगु देखंत ऑलरेडी मो कहबा कथा एठी नहीं काहे गणमाध्यम आगे दुख जणा पड़नथला ना ना तांका भाई कहचंती तांका भाई ऑलरेडी कहचंती जे तांका मा जाहे कहचंती से भाई के स्टेटमेंट भी ठीक से आछि से कहबा कथा कोन ना हम तांकर बहु दुख सही पाला नहीं भाई दुख सही पाला नहीं काहे गणमाध्यम आगे तो दुखी जणा पड़नथला हां ठीक गणमाध्यम सामने मुह करले गणमाध्यम आगे गोटे बयान भी रखिना बयान भी देना जो बड़ी भाबरे सेमान को जदि एते दुखी थिले ताले गणमाध्यम को भी जणै नाहंती किबा कोउडी देखिचंती आपण कोउडी गोटे जागा जाके अनशन करिबा किबा पुलिस स्टेशन जिबा किबा क्राइम ब्रांच जिबा एतर कोनो से जागा तांको देखो 8 मास हे गला 8 मास हे जीवो क्राइम ब्रांच तदंत करूची तदंत ई को धरि पारुनी प्रशांत भाई वर्तन टी जोडी होछंती प्रशांत भाई जोडी होछंती सचिदानंद भाई म्यूट अछंती कि प्रशांत भाई रिक्वेस्ट पठैछंती प्रशांत भाई केमे देबो सचिदानंद भाई मु आपन को किछ समय पे टिके काटी दोची प्रशांत भाई उडी ऐड करिवे पति जाउची टिके मोटी एक प्रशांत भाई नमस्कार नमस्कार समस्त नमस्कार 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 भाई जय जगन्नाथ नमस्कार तब भाई नमस्कार ललाट भाई नमस्कार बसंत भाई समस्त नमस्कार जदि मो वॉइस एतो बड़ गुरुत्वपूर्ण प्रसंग जाओ प्रशांत भाई को बहुत बहुत धन्यवाद से 161 रिपोर्ट ऊपर तो आपण आज लाइव करथिले मु भी जोडी हेतिली किछ समय पे आ आपण तो घटनाटा को बहुत आगु गाणी छथि आदित्य दास घटना को आ से 161 रिपोर्ट रो जस्ट हमें नीरज भाई आपण व्यस्त अछंती सत्येंद्र भाई रिक्वेस्ट पठैलेनी नीरज भाई आपण कंटिन्यू करिवे ना सत्येंद्र भाई कंटिन्यू करिवे निश्चित भाई हां ठीक अछि भाई कटि जाउची भाग ऐड करंतु हां मु सत्येंद्र भाई को ऐड करछ जो संतोष बाबू टिके आमे समस्त म्यूट कर दउछु हां प्रशांत भाई हां समस्त प्रशांत भाई नमस्कार प्रशांत भाई नमस्कार आगे आगे जे भाई हां आरंभ तो से मा भाई रो स्टेटमेंट ऊपर वर्तमान आलोचना चलथिला काना सबटु गुरुत्वपूर्ण कारण मा आउ भाई से माने संपूर्ण भाबरे पूरा निखोज थिले गणमाध्यम रे तांको मुह देखै नथिले कि किछि स्टेटमेंट कोठी देइ नथिले जे टिके से तांको मा भाई को स्टेटमेंट ऊपर आपण जहा जो स्टडी करछन्ती ता पर टिके मतामत रखंतु प्रशांत भाई नहीं सतो सही आपण जो कथा कहले एटा आपण ऑलरेडी जानि सारछन्ती एटा समस्त भोकान स्टेटमेंट रखिबार किछि कथा नै किंतु कथा होची जे एठी आईमा कहानी बा अजा कहानी जो सुना जाइतला कि डे 1 नु जहार वर्षन के सामना को आसनतला जे से किबल वर्षन दैछि ना से वर्षन किबल बाबा लुचि रखि दिया जाइछि कारण तांको झियर स्वामी मरिछि बा तांको जोई मरिछि सिए प्रतिक्रिया होइया सिए गणमाध्यम लुचि थिले आज सिना स्टेटमेंट सामना को आसिला बोली जे जणा पडुछि पुलिस आगे मत रखिछन्ती बा कोन घटना सब जणैछन्ती एते दिन होला काहे कि से गणमाध्यम जणै नथिले प्रथम कथा द्वितीय कथा उभयंक बयान समान केमति आसुछि तृतीय कथा होछि बाप माँ को जो फोन पुओ को सही फोन आ माँ देह थरुची पुओ देह थरुची आउ कहा देह थरुनी ये गोटे कथा आउ गोटे कथा जोटा हमें संध्या बेले आलोचना करते संतोष बाबू जोटा हमें संध्या बेले आलोचना करतला गगन बाबू लोलाट बाबू आउ सचिदानंद बाबू टिके ध्यान दे सुनंतु प्रसंग होची जेते बेले गोटे फॉर्मेट तयारी करा जाय सेते बेले समस्तकर कहानी गोटे प्रकार आसे जेमिति हम स्कूल तले एक्सकर्शन जांती मास्टर हम कोन कहे 6टा बेले बाहर 7टा बेले बस अछि अर्थात आम 6:55 बा 45 बेला गोटे जगह सब छिड़ा था हाँ 19 भी किए स्कूल गेट पाखे थी ना किए स्कूल ग्रिल भीतर थी किंतु सब पाखापाखि थे बस आसले डियामारी बस भर पसंद जहाँ जीआरपी जो बयान रेकर्ड करागला ठीक से समय ये घटना कौन जना पड़ूनी कि भाई बयान जा लोक पायलट बयान से माँ को बयान से समस्त बयान से माने डीआरपी केउ ना केउ खेलुची हां भाई हां कोन ते गोटे कॉल टेस्टला टे कटि गला हां तमन जीआरपी केउ ना केउ खेलुची जो ये घटना सब सामना आसुनी ठीक ये गोटे गुरुत्वपूर्ण प्रसंग तापर मु आज गोटे स्टडी करथली तो आपन कहली स्टेटमेंट ऊपर
तांको मां को कहवा कथा जे जेतेबेले विद्याश्री फोन कले कि आदित्य नाहांती से मां तापर ता पुओ को जणाउछन सी कि आपण को जदि मु खबर देमी संतोष भाई आपण मोर ब्लड रिलेशन नाही जदि मु कहमी संतोष भाई मो देह कोन कहउछ संतोष भाई घटू आगे फोन फोन नीचे दौड़िबो नीचे दौड़िबो कारण से मां हां हां आज गोटे मार फाटी चित्कार फाटुची आ सेठी से मां कोन करछि अपेक्षा करछि पुओ को फोन करी कहउछ तू टिके देख बा आके मां पागल हो जावा कथा ठीक ठीक बाहाघर को मासे हेनी बाहाघर को मासे हेनी बाहाघर को मासे हेनी झियो विधवा हे जाउची 28 दिन मासे काई कहउछ मासु आउ 2 दिन माने 48 घंटा आउ हां ठीक 28 दिन अर्थात 26 दिन ना बाहाघर होईची प्रशांत भाई 26 दिन ता बाद प्रशांत भाई गोटे कथा कहू गोटे गुरुत्वपूर्ण प्रसंग होउची हां भाई मो गोटे मिनिट गोटे गुरुत्वपूर्ण प्रसंग होली कि जण थोई होउची हां कोना गोटे मिनिट काळे भूली जीवी टिके कहि दउ हां कोन सेतिरे फोन कॉल ले माने विद्याश्री जहां बयान जो विद्याश्री मां जहां कहिसोंती विद्या ताको भाई भी डिटो सही बयान रखछन हां दिना बयान देखले समान एग्जैक्टली पाखा समान टिके अलग अछि टिके अलगटा मु आपन कहि दउची मां कहिछि जे मो पुओ को पठेइली किंतु पुओ कहूची जे मां गोटे ड्राइवर को फोन कला से ड्राइवर आसिला ड्राइवर संगे मु लिंगराज स्टेशन गली से गोटे से प्रश्न नु सेटा प्रसंग नु हां हां सेटा प्रसंग नु प्रसंग होचैता बागर 26 दिन भीतर समस्त केवल जियो सहित कथा होउचंदी आदित्य सहित केई कथा होना एग्जैक्टली सेटा को पॉइंट करंतु सब पॉइंट होसैती जदि भल पाइबा को समर्थन दिया जायतला समर्थन बेले 2 जन को विवाह करा जायतला 2 जनकर परस्पर मध्ये भल संपर्क थिला अर्थात जोई आ बहु सहित समस्त संपर्क भल थिबा थोड़ा से भिणई सहित भल संपर्क रहबा कथा केतकर भिणई सहित कथा हिबा केतकर भिणई सहित कथा हिबी हां हां किछु एति कोन है कि भाई भूमि सहित कथा हिबी थोड़ा जोई कुआडा कोन जोई सहित के पचरा उचरा करना अर्थात केही आदित्य को भल पाउनथले ए कथार गोटे कथा प्रमाण होची ना से विद्याश्री भाई आदित्य को भल पाउथले ना आदित्य मां जो विद्याश्री मां आदित्य को भल पाउथले मु ए कथा इतपई कहूची तांता बयान ही से कहूची कारण हम सब जियो तो कथा हिचू हम आदित्य सहित पचारिनी आ बे तो भल थिले आ कोन मोरी गला पर पुणी लेखा है प्रशांत भाई पुणी लेखा है माने तांको भितर केतले मतांतर नथिला से परस्पर को भल पाउथिले पॉइंट सही तो प्रशांत आ गोटे इंपोर्टेंट पॉइंट को आसंतु 7 तारिख रे डेथ हैला तांको रेकॉर्ड बयान है 18 तारिख रे 18 तारिख रे मां भाई रो रेकॉर्ड बयान है से माने कहउछन तांको भितर मतांतर नथिला किंतु सेही भितर विद्याश्री बारंबार कहि सारिछि जे आम भितर झगड़ा हला से मते घर बाहर करछन जे झियो जतेले बारंबार बयान दउछि जे मते घर बाहर कराइछि मां भाई केमति कहउछन तांको भितर मतांतर नथिला तापर मो एई गोटे पॉइंट जोडिया चाहूछि एई गोटे कथा कहूछि जो विद्याश्रींकर कॉल पाइले तांग मां कॉल पाइले 5:30 रे तांग मां पुओ को पठेले जदि सही टाइम रे जदि विद्याश्रींकर किछि हेइतांता जदि आदित्य दास जदि कॉल करतांता तांग मां आगे जाइतांता ना तांग पुओ को आगे पठेतांता एई कथा पर टिके प्रतिक्रिया रखो जदि आपण एते बाटा कांगी गगनाबू जाउचंती गगनाबू आपण एते बाटा कांगी जाउचंती सिंपली दुईटा प्रसंग आपण धरंतु भाई कहूची मु भौणी सहित कथा होची मां कहूची मु झियो सहित कथा होची आदित्य सहित केई कथा होनाती अर्थात माने आदित्य विद्याश्री भल पाइबा के ग्रहण करनथुले स्टेटमेंट रे लिखिसंते सर्वसम्मति क्रमे समस्तनकर अनुमति माने समस्तनकर सहमति रे बाहागर करा हला अरे जदी सहमत कराउतला पॉइंट टू बी 161 न बयान को जदी नजर करा जाय सेठी केही गोटे लेखि नांती जे हम आदित्य सहित कथा हिचू कि आदित्यर भल मंद बुझिचू हम सब बेले झियो सहित कथा हिचू आ कोन मु तम सहित मु कथा भी कोन मां तम सहित कथा ही जानदा कि विद्याश्री रो बयान ता देखो मां प्रस्ताव देथिले मां बाहागर प्रस्ताव देथिले विद्याश्री बयान मु कथा बा मु स्वाभाविक कथा बा कारण मु आपन सहित चिनिची मो मां आपन चिनिनी जदी मो मां आपन सहित कथा हिताना माने मो मां तुमको भल पाउची सेपई संतोष ही खोजुची किंतु तुम मां मो सहित कथा बा किछि नुवा कथा नुवा विद्याश्री सहित मां कथा बो जथा तो कारण सेता जियो विद्याश्री भाई ता भौणी सहित कथा बा सेता भौणी आदित्य किए एटा जथा तो जेन्युइन जदी सेटा कर आदित्य तो कथा हिताना माने जानि थांतु उभयक संपर्क को ता परिवार लोक समर्थन जणाइछन महाराणा भाई जॉन बोले नमस्कार महाराणा भाई हां तापर भाई प्रशांत भाई जो ड्राइवर पार्ट को संपूर्ण इग्नोर करा हैछि को अजणा नंबर रो विद्याश्री फोन करथिला ताको इग्नोर करा हला
କେବଳ ଡ୍ରାଇଭର ତା ପାର୍ଟ ଆଉ ଗୋଟେ ଭାଇ ପାର୍ଟ ଯୋଉ ଭୁଲି କହୁଛି, ଯାଇଛି, ଗୋଟେ ସେଟା ହଉଛି ଡ୍ରାଇଭର ଗୋଟେ ପଏଣ୍ଟ। ଜଣେ ଡ୍ରାଇଭର କୁ ତା ମା ଫୋନ ପୁଣି ମା ଫୋନ କରିଛି ଯେ ଏଇ ଷ୍ଟେଟମେଣ୍ଟ ଟା ମହାରଣା ଭାଇ ଟିକେ ମହାରଣା ଭାଇ ଗୋଟେ ମିନିଟ ଟିକେ ଅପେକ୍ଷା କରନ୍ତୁ, ଟିକେ ଆଲୋଚନାଟା ଅଧା ଚାଲିଛି, ଟିକେ ଅଧା ଚାଲିଛି ମହାରଣା ଭାଇ ଟିକେ ଅପେକ୍ଷା କରନ୍ତୁ, ଟିକେ ଅପେକ୍ଷା କରନ୍ତୁ ହେଲା। ହଁ ଟିକେ ଅପେକ୍ଷା କରନ୍ତୁ ହେଲା, ଗୋଟେ ମିନିଟ ଗୋଟେ ଆଲୋଚନା ଅଧା ଚାଲିଛି। ହଁ ଯେ ଯେତେବେଳେ ଯୋଉ ତାଙ୍କ ମା ଯେତେବେଳେ ଯୋଉ ଡ୍ରାଇଭର କୁ ଫୋନ କରିବା ପାର୍ଟଟା କହିନି, କିନ୍ତୁ ଭାଇ କହିଛି ଯେ ମୋ ମମି ଗୋଟେ ଡ୍ରାଇଭର କୁ ଫୋନ କଲା ମୁଁ ଆସିଲି, ଯେ ବିକାଶ ପଲ୍ଲୀ ଯୋଉ ଆଇଓ ସେ ଡ୍ରାଇଭର କୁ କାହିଁ ବର୍ତ୍ତମାନ ଇନକ୍ୱାରି ପରିସର ଭିତରକୁ ଆଣିନାହାନ୍ତି, ସେ କୋଉ ଗାଡିରେ ଆସିଲା? ଆପଣ ଆପଣ ଏତେ ବାଟ କାହିଁ ଯାଉଛନ୍ତି? ହଁ ଆପଣ ବା ଫାଷ୍ଟ ଛାଡି ଯାଉଛନ୍ତି। ଡ୍ରାଇଭର କଥା ମାରନ୍ତୁନି, ସେ ଯୋଉ ନମ୍ବର ରୁହ, ତମକୁ ମୁଁ ପଚାରୁନି, ତମେ ଟିକେ ରୁହ। ସେ ଜିନିଷ ହଉଛି ଯୋଉ ନମ୍ବରରେ କଲ୍ କଲା, ସେ ନମ୍ବରଟା କୁଆଡେ ଗଲା? ବାସ୍ ଠିକ, ସେ ସେଇ ନମ୍ବରଟା କାହାର? ପ୍ରଥମ ପଏଣ୍ଟ। ବାସ୍ ପ୍ରଥମ ପଏଣ୍ଟ। ଦ୍ୱିତୀୟ ପଏଣ୍ଟ, ହଁ ଶୁଣନ୍ତୁ, ଯୋଉ ନମ୍ବରରେ କଲ୍ କଲା ସେ ନମ୍ବରଟା କାହାର? ସେ ନମ୍ବର କଣ କେବଳ ଆକ୍ଟିଭେଟ୍ ହେଇଥିଲା କି କେବଳ ସେଇ ମୃତ୍ୟୁ ଖବରଟା ଦବା ପାଇଁ? ଦ୍ୱିତୀୟ କଥା, ତମେ ଯାଉଛ ସେ ବିକାଶ ପଲ୍ଲୀ ଆଇଓ ପାଖକୁ, ମୁଁ ସେତେ ବାଟ ଯାଉନି, ତା ମ୍ୟାରେଜ କରିଥିବା ବିକାଶ ବାବୁ ସ୍ଥାନକୁ ନିଆଯାଇଛି କି, ଯୋଉ ଓଏସ୍ ବାବୁ ଯାହା ମନ୍ଦିରରେ ବାହାଘର ହେଇଥିଲା। ଆରେ ପ୍ରଥମରୁ ତ ପଙ୍କଟାକୁ ତ ଚକୁଡିଛ, ପ୍ରଥମତଃ ମୂଳ ପାହାଚ ଚଢିନ, ତମେ ସ୍ୱର୍ଗକୁ ଯିବ କେମିତି? କାରଣ ଗୋଟେ ପାହାଚ ଚଢିଲେ ଜଣେ ମଣିଷ ସିଡିରେ ପହଞ୍ଚେ, ଛାତ ଉପରେ ଯାଏ। ତ ଯିଏ ବାହାଘର କରିଲା ସେ ଲୋକ ସ୍ଥାନକୁ ଆସିନି, ଏଠି 50 ଲୋକ ସ୍ଥାନକୁ ଲାଭ କଣ? ଅର୍ଥାତ୍ ଏ ପୁରା ଘଟଣା ପ୍ରଥମରୁ ବେଙ୍ଗା କରାଯାଇଛି। ଯୋଉମାନଙ୍କର ଲିଙ୍କ ଅଛି ସମସ୍ତେ ସ୍କାନରକୁ ଆସିବା ଦରକାର, ଯୋଉମାନଙ୍କର ଲିଙ୍କ ଅଛି ସମସ୍ତେ ସ୍କାନରକୁ ଆସିବା ଦରକାର। ତାପରେ କଲ୍ ଡିଟେଲ୍ସ, ନାଇଁ ନାଇଁ ବର୍ତ୍ତମାନ ସୁଦ୍ଧା କଲ୍ ଡିଟେଲ୍ସ କାହିଁ ବର୍ତ୍ତମାନ ସବମିଟ କରାହେଇନି? ଟୋଟାଲ ଆଦିତ୍ୟ ସନ୍ତୋଷ ବାବୁ, ଆପଣଙ୍କର ନିଶ ଉଠିଲା ଦିନଠୁ, ଆପଣଙ୍କ ନିଶ ଉଠିଲା ଦିନଠୁ ବା ଆପଣ କାନ ଉଠିଲା ଦିନଠୁ କେବେ ଶୁଣିଛନ୍ତି? ମହାରଣା ଭାଇ ମିଳିବ, ଟିକେ ଧୈର୍ଯ୍ୟ ଧରନ୍ତୁ, ଟିକେ ପ୍ରଶାନ୍ତ ଭାଇ ଟିକେ କହିବାକୁ ଦିଅନ୍ତୁ। ସନ୍ତୋଷ ବାବୁ, ଆପଣଙ୍କ ନିଶ ଉଠିବା, କାନ ଉଠିବା, ଆଖି ଉଠିବା ବା ଆପଣଙ୍କ ବୁଦ୍ଧି ଉଦୟ ହେବା ଦିନଠୁ କେବେ ଶୁଣିଛନ୍ତି ପୋଲିସ ଘରକୁ ଯାଇକି ଇନଭେଷ୍ଟିଗେସନ କରେ? ବାସ୍ ପଏଣ୍ଟ ପୁରା ପରଫେକ୍ଟ ପଏଣ୍ଟ, ସେଇଟା ତ ଆମେ ଆରମ୍ଭରୁ ହିଁ ଆଲୋଚନା କରିଛୁ। ପୋଲିସ ଟେକି ଆଣେ, ପୋଲିସ କାନ ଉଡକା ନହେଲେ ତତେ ଟେକି ଆଣିବି, ଲୋକ ଲଗେଇ ଟେକି ଆଣନ୍ତି, ଆଣନ୍ତି 1.5 ଘଣ୍ଟା ବସେଇ ଛେକନ୍ତି, ତାପରେ ଇଣ୍ଟ୍ରୋଗେସନ କରନ୍ତି। ଏଠି ଆମ ପୋଲିସ ଇଆଡେ ଦୟାଳୁ, ବିଦ୍ୟାସୀ ମ୍ୟାଡମ ଘରକୁ ପଳଉଛି, ତାପରେ ତାଙ୍କ ମାଙ୍କର ବୟାନ ଭିତରିଆ ଲୁଚେଇକି ନେଇ ଆଣୁଛି। ଏଗୁଡା ପଏଣ୍ଟ କରାଯାଇଛି ନା, କାରଣ ସିଏ ବା ବଡ ବଡ ଲୋକ। ପୁଣି ବୟାନରେ ସେ ଯାହା ଦଉଛନ୍ତି ସେଇଟା ଲେଖା ହେଇଯାଇଛି। ଅଜଣା ନମ୍ବର ସେ ଅଜଣା ନମ୍ବର ଲେଖିଦେଲେ, ଅଜଣା ନମ୍ବର କୋଉଟା ସେଇଟା ଲେଖା ହେଲାନି। ଲୋକ ହଉଛନ୍ତି ତାପରେ ମତେ କେବଳ 2 ମିନିଟ୍ ଦରକାର। ତମେ 40 ମିନିଟ୍ ଲାଇଭ କଲଣି, ହଁ କୁହନ୍ତୁ କେବଳ ମହାରଣାକୁ 2 ମିନିଟ୍ ସମୟ ମିଳିବ କି? ହଉ କୁହନ୍ତୁ। ନଚେତ ମହାରଣା କାଲି ବି ଲାଇଭ କରିପାରି, ନା କୁହନ୍ତୁ ପଚାରିବାକୁ ପଡିବନି, ମହାରଣା ତା ଲାଇଭରେ ବି କହିପାରିବ। ହଁ କହୁନାହାନ୍ତି, କୁହନ୍ତୁ। ପ୍ରଶାନ୍ତ ବାବୁଙ୍କ ପ୍ରଥମ ପ୍ରଶ୍ନ, ଏକ୍ସପୋଜ ଓଡିଶା କୁଆଡେ ଗଲା? ଏକ୍ସପୋଜ ଓଡିଶା ପଇସା ଖାଲି ପଳେଇଲା, ଆଉ କଣ କହିବ? ମହାରଣା ଭାଇ ଟିକେ ଛାଡନ୍ତୁ, ସେ ଯଦି ଭାଇ ଆସିଲେ ବି ଆମେ ଟିକେ ସେଇ ପ୍ରଶ୍ନଟା ଟିକେ ଶୁଣନ୍ତୁ। ମହାରଣା ଭାଇ, ମୁଁ ଆପଣଙ୍କୁ ଟିକେ ରିକ୍ୱେଷ୍ଟ କରୁଛି, ମହାରଣା ଭାଇ ସେଟା ଆମେ ଟିକେ ଦେଖନ୍ତୁ, ଆଜିର ଯୋଉଟା ଟପିକ ଅଛି ସେଇ ଉପରେ ଟିକେ ଆଲୋଚନା କରିବା। ମହାରଣା ଭାଇ, ମୁଁ ଆପଣଙ୍କୁ ଶୁଣନ୍ତୁ, ସେ ପ୍ରଶାନ୍ତ ଭାଇ ଆସିଛନ୍ତି, କଣ ପାଇଁ ଗଲେ କଣ ହେଲା ଟିକେ ଆମେ ପରେ ଆଲୋଚନା କରିବା। ମୋର ଗୋଟେ ପୁରା ରିକ୍ୱେଷ୍ଟ ଆପଣଙ୍କୁ, ଟପିକ ଉପରେ ଟିକେ ଆଲୋଚନା କରିବା, ଟପିକ ଉପରେ ଆଲୋଚନା, କିଏ କୁଆଡେ ଗଲେ କଣ ହେଲା ସେଟା ପର କଥା, ସେଟା ପରେ ଆମେ ଆଲୋଚନା କରିବା, ପଛରେ ଆଲୋଚନା କରିବା, କିନ୍ତୁ ପୁରା ଟପିକ ଉପରେ ଟିକେ ଆଲୋଚନା କରିବା। ଏଟା ମୋର ଗୋଟେ ପୁରା ରିକ୍ୱେଷ୍ଟ ଆପଣଙ୍କୁ। ଟପିକ ଉପରେ ଯଦି କିଛି କହିବାକୁ ଚାହୁଁଛନ୍ତି ଟିକେ କୁହନ୍ତୁ ଆପଣଙ୍କୁ। ହଁ ଟପିକ ଉପରେ କୁହନ୍ତୁ। ଯଦି 90 ଲୋକ ଦେଖୁଛନ୍ତି, ତେବେ ମହାରଣା ମଧ୍ୟ କାଲି ଲାଇଭରେ ଯାଇପାରିବ। କିଛି ମହାରଣା ବର୍ତ୍ତମାନ ବି ମଧ୍ୟ ମହାରଣା ଲାଇଭ ଯାଇପାରିବେ, ପ୍ରଶାନ୍ତ ମିଶ୍ର ବି ବର୍ତ୍ତମାନ ଲାଇଭ ଯାଇପାରିବେ, କିଛି ଅସୁବିଧା ନାହିଁ। ଟପିକ ଉପରେ ଟିକେ ଆଲୋଚନା କରିବା। ଭାଇ ଯୋଉଠି କାମ ସେଟା ଏକ୍ସପୋଜ କୁଆଡେ ଗଲା, ଇଏ କୁଆଡେ ଗଲା ସେଟା ମ୍ୟାଟର ନୁହଁ, ମ୍ୟାଟର ହଉଛି ବର୍ତ୍ତମାନ ଘଟଣା କୁଆଡେ ଗଲା। ତମେ କୁଆଡେ ଗଲା, କୁଆଡେ ଗଲା, ସେ ଲଲାଟା କୁଆଡେ ଗଲା? 2 ମିନିଟ୍ ମାଗିଛି, ମୁଁ 2 ମିନିଟ୍ ମାଗିଛି, କେବଳ 2 ମିନିଟ୍ ମାଗିଛି। ହଁ କୁହନ୍ତୁ। କେବଳ 2 ମିନିଟ୍ ମାଗିଛି, 2 ମିନିଟ୍ ଧ୍ୟାନ ଦେଇକି ଶୁଣନ୍ତୁ। 2 ମିନିଟ୍ ମାଗିଛି ମୁଁ। କୁହନ୍ତୁ। ମାରିବ ନା କଣ? ମହାରଣା 2 ମିନିଟ୍ ମାଗିଛି, ମାରିବା କଥା ହେଇଥିଲେ ମହାରଣା ଡାଇରେକ୍ଟ ଲାଇଭ ଯାଇଥାନ୍ତା।
ମହାରଣା ଡାଇରେକ୍ଟ ଲାଇଭ ଆସନ୍ତା। ସମସ୍ତେ ମିଳିମିଶିକି ଟପିକ ଉପରକୁ ଭାଇ କୁହ ଆପଣ ଟପିକ ଉପରକୁ ଆସନ୍ତୁ, ଆପଣଙ୍କୁ ଦିଆହେଲା ସମୟ। ଚୁପ୍। ଯୋଉ ପ୍ରଶାନ୍ତ ମିଶ୍ର ବର୍ତ୍ତମାନ ପ୍ରଶାନ୍ତ ମିଶ୍ରଙ୍କର ଅଡିଓ ରେକର୍ଡିଂ ମୋ କତିରେ ଅଛି। ସେ କାନ୍ଦୁଥିଲେ ମୋ କତିରେ, କାନ୍ଦୁଥିଲା। ମୁଁ ତମ ପାଖରେ ନଥିଲ ତମ ପାଖରେ ନା ଅଡିଓ ଭାଇ ମହାରାଣା ଭାଇ ମୁଁ ଆପଣଙ୍କୁ ଟିକେ ମେନ୍ ଟପିକ ଉପରକୁ ଆସିବା। ଶୁଣନ୍ତୁ, ହଁ ଟପିକ ଉପରକୁ ଟିକେ ଆସିବା ମୁଁ ରିକ୍ୱେଷ୍ଟ କରୁଛି, ନହେଲେ ବାଧ୍ୟ ହେବି। କାଇଁ ମତ ଅଟକାଇଲ? 2 ମିନିଟ୍ ମାଗିଥିଲି, ତମେ କାଇଁ ଅଟକାଇଲ? ମୁଁ 2 ମିନିଟ୍ ମାଗିଥିଲି, ତମେ କାଇଁ ଅଟକାଇଲ? ନାଇଁ ଶୁଣନ୍ତୁ ଟିକେ, ଆମେ ଟିକେ ଟପିକ ଉପରକୁ ଟିକେ ଆସିବା ହେଲା। ମହାରଣା ଭାଇ ଲାଇଭ ଚାଲିଛି, ମହାରଣା ଭାଇ ଲାଇଭ ଚାଲିଛି, ଦୟାକରି ମହାରଣା ଭାଇ ଲାଇଭ ଚାଲିଛି, ଆପଣ ଟପିକ ଉପରେ ଟିକେ ଆଲୋଚନା କରିବା। ମହାରଣା ଭାଇ ଦେଖନ୍ତୁ, ଆମର ଲକ୍ଷ୍ୟ ଗୋଟିଏ ରହିବା ଦରକାର। ଆପଣ ନା ଆପଣ ବର୍ତ୍ତମାନ ଆମର ଟପିକ ମହାରଣା ଭାଇ ଆମର ଚାଲିଛି ଗୋଟେ ପ୍ରକାର। ଆଲୋଚନା କରିବା ନା ଏଇଠି ତୁମେ ମୋ ପଛରେ ମୁଁ ତମ ପଛରେ। ସେ ଇଏ କୁଆଡେ ଗଲା, ସେ ରାମାୟଣ କୁଆଡେ ଗଲା, ସେ ଦାମା କୁଆଡେ ଗଲା ଖୋଜିବି କାହିଁକି? ମହାରଣା ଭାଇ ବିଦ୍ୟାଶ୍ରୀ ପାଇଁ ମାଗିଥିଲି। ବିଦ୍ୟାଶ୍ରୀ କାଗଜ ଧରିକି ବସିଛି, କାଗଜ ଧରିକି ବସିଛି। ମହାରଣା ଭାଇ ଆପଣଙ୍କୁ ରିକ୍ୱେଷ୍ଟ କରୁଛି, ମହାରଣା ଭାଇ ଆପଣଙ୍କୁ ରିକ୍ୱେଷ୍ଟ କରୁଛୁ, ଦୟାକରି ମହାରଣାକୁ ସାମ୍ବାଦିକ ଦେଖଉଛ, ସାମ୍ବାଦିକ। ଭାଇ ଦେଖନ୍ତୁ ଟିକେ ସମସ୍ତଙ୍କ କମେଣ୍ଟ ଟିକେ କମେଣ୍ଟ ପଢନ୍ତୁ ହେଲା। ଦେଖନ୍ତୁ ଆପଣ ଟିକେ, ମୁଁ ବି ନାଇଁ ଆପଣ ବଡ ହିସାବରେ ମୁଁ ବି ଆପଣଙ୍କୁ ବହୁତ ସମ୍ମାନ କରେ, ପ୍ରଶାନ୍ତ ଭାଇଙ୍କୁ ସମ୍ମାନ କରେ, ସମସ୍ତଙ୍କୁ କରେ ହେଲା। ଆମେ ଟିକେ ଟପିକ ଉପରେ ଆଲୋଚନା କରିବା। ନାଇଁ ଶୁଣନ୍ତୁ, ଆମେ ଟିକେ ଏଇ ଟପିକ ଉପରକୁ ଆସିବା ହେଲା। ନାଇଁ କିଏ କଣ କଲେ, କିଏ କଣ କଲେ ସେଟା ଟିକେ ପରେ ଆଲୋଚନା କରିବା। ଆଲୋଚନା କର ନା ପୁଣି ସେଇ ଜିନିଷ ହବନି କି? ପ୍ରଶାନ୍ତ ଭାଇ ଟିକେ ଧୈର୍ଯ୍ୟ ଧରନ୍ତୁ। ହଁ ପ୍ରଶାନ୍ତ ଭାଇ, ମହାରଣା ଭାଇ ଧୈର୍ଯ୍ୟ ଧରନ୍ତୁ, ଟପିକ ଉପରକୁ ଟିକେ ଆସନ୍ତୁ। କାହିଁକିନା ବର୍ତ୍ତମାନ 10 ମିନିଟ୍ ବର୍ତ୍ତମାନ ଆମର ଟପିକ ବାହାରକୁ ପଳେଇଲେ। କଣ ପାଇଁ ଅଟକେଇଲ? କଣ ପାଇଁ? ତମର ଔକାତ ବହୁତ ବଡ, ତମେ ଏକ୍ସପୋଜ ଓଡିଶାର ମାଲିକ, ଅଟକେଇବ ସାଧାରଣ ଜନତାଙ୍କୁ। ଦେଖନ୍ତୁ ମହାରଣା ଭାଇ ଆପଣଙ୍କୁ ରିକ୍ୱେଷ୍ଟ କରୁଛୁ, ମହାରଣା ଭାଇ ଦୟାକରି ଆକ୍ଷେପ କରି କଥାବାର୍ତ୍ତା ଆମେ କାହାକୁ କରିବାନି। ତାପରେ ଲାଇଭ କୁ ନହେଲେ କ୍ଲୋଜ କରିଦବା। ନାଇଁ ଯଦି ଏଇଭଳିଆ ହବ ତାହେଲେ ଲାଇଭ ଟାକୁ ବନ୍ଦ କରିଦବା, ତାହେଲେ ସମସ୍ତଙ୍କର ଲାଇଭ ଷ୍ଟାର୍ଟ କରନ୍ତୁ। ତାହେଲେ ଲାଇଭ ଟାକୁ ଏଠି ବନ୍ଦ କରିଦବା। ନାଇଁ ସନ୍ତୁ ବାବୁ, କାହିଁକି ସମୟ ଅଛି। ପ୍ରଶାନ୍ତ କାହିଁ କହିଲା? ପ୍ରଶାନ୍ତ ପଛ ଲାଗିଲେ ତମେ କଣ କରିପାରିବ? କିଛି ପ୍ରଶାନ୍ତ ପଛ ଲାଗି କିଛି କରିପାରିବ? ମୁଁ ହାତରେ ଦଉଛି, ମୋ ପଛ ଲାଗ। ଜାଣିବି ଏସକେ ମହାରଣା, ଯଦି ମୋ ପଛ ଲାଗିକି ତୁ ଆଜି ନ୍ୟାୟ ଦେଇଦବୁ, ଲାଗ ମୁଁ ହାତରେ ଟିକେ ସେଇଠି ତ ଟପିକ ବର୍ତ୍ତମାନ ପୁରା ଡାଇଭର୍ଟ ହେଲା ଆଉ। ମାନେ ସମସ୍ତଙ୍କୁ ଅନୁରୋଧ ମେନ୍ ଟପିକ ଉପରକୁ ଆସିବା, ଯେ ତାଙ୍କର ସେ ମା ଭାଇଙ୍କ ବୟାନ। ମହାରଣା ଭାଇ ଆଜି ବହୁତ ଭଲ ଲାଇଭ ବି କରିଛନ୍ତି ତାଙ୍କର, ଯୋଉଟା ଆଦି ବିଦ୍ୟାଶ୍ରୀଙ୍କ ଉପରେ କରିଥିଲେ। କାଲି ଶିବାଙ୍କ ଲାଇଭ ରେ ଯୋଉ ତାଙ୍କ ମା ଭାଇ ଉପରେ ବୟାନ ଉପରେ ଆଲୋଚନା ହେଇଥିଲା। ଆଜି ଟିକେ ସେଇ ମା ଭାଇ ଉପରେ ଟିକେ ଆଲୋଚନା କରିବା, ଯେ ମହାରଣା ଭାଇ ତାଙ୍କ ମା ଭାଇ ଉପରେ ଟିକେ ବୟାନ ଉପରେ ଟିକେ ମତାମତ ଦିଅନ୍ତୁ। ନାଇଁ ମା ଭାଇଙ୍କ କଥା ମୁଁ ଯିବିନି, ମା ଭାଇ କଥା ଯିବିନି। 309 ଦଫା ଉଠା ଯାଉ। ହଁ ଓକେ, ଯୋଉଟା ଭାରତୀୟ ସମ୍ବିଧାନରେ ଲେଖା ହେଇକି ଅଛି, ଡକ୍ଟର B.R. ଆମ୍ବେଦକର ଯୋଉଟା ଲେଖିକି ଯାଇଛନ୍ତି ଆମ ଜାନୁଆରୀ ମାସ 26 ତାରିଖରେ ଦେଶ ସ୍ୱାଧୀନତା ହବାର 2 ବର୍ଷ ପରେ ଯୋଉ ସମ୍ବିଧାନ ଲେଖାଯାଏ, ଡକ୍ଟର B.R. ଆମ୍ବେଦକର ଯେ ସମ୍ବିଧାନ ଲେଖିଛନ୍ତି 309 ଦଫା ଗୋଟା ରଖିଛନ୍ତି। ସିଏ କରିବ ତାକୁ 1 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବ। ତ ଏଇଟା ବିଦ୍ୟାଶ୍ରୀ ଲାଇଭ ଭିଡିଓରେ ମହାରଣା ଭାଇ ସେଇଟା ଆପଣ ଠିକ କହିଲେ। ନାଇଁ ହଁ ସେଇଟା ତ ଠିକ କହୁଛନ୍ତି, କିନ୍ତୁ ଆଜି ପର୍ଟିକୁଲାର ସେ ଟିକେ 161 ରିପୋର୍ଟ ଉପରେ ଆଲୋଚନା କରିବା।
କାରଣ ଯୋଉ ଟପିକ ରଖୁଛେ ସେଇ ଟପିକ ଉପରେ ଟିକେ ଆମେ ଯିବା ଆଜି 161 ଆମେ ରିପୋର୍ଟ ଉପରେ particular- ଆପଣ ହଁ ସେଇ ଉପରେ ଟିକେ ମତାମତ ବୟାନ କାରଣ ଯୋଉ ଉପରେ। ଟପିକ ଟା ରଖିବା ସେଇ ଟପିକ ଉପରେ ଆଲୋଚନା କରିବା ଆମେ ପୁଣି ପଳେଇବା ପଛକୁ ଲାଭ କିଛି ହବନି ଯୋଉଟା ବର୍ତ୍ତମାନ ଆଜିର ସେନ୍ସ ପୁରା ଯୋଉ ହଇଚଇ ହେଇଛି ବର୍ତ୍ତମାନ କାଲିଠୁ ସେଇ ଉପରେ ହିଁ ଆଲୋଚନା କରିବା ସେଇ 161 ଉପରେ ଚାଲନ୍ତୁ ଆପଣ ଯୋଉ ବର୍ତ୍ତମାନ ଆଜି ଯୋଉ ବିଦ୍ୟାଶ୍ରୀଙ୍କ ଉପରେ ଯୋଉ 161 କୁ ତର୍ଜମା କରିଥିଲେ ତାର ସାରାଂଶ ଟିକେ କୁହନ୍ତୁ ଆପଣ ସନ୍ତୋଷ ବାବୁ ଗୋଟେ ମିନିଟ୍ ବର୍ତ୍ତମାନ ପାଇଁ ମହାରଣା ହଁ, ବାବୁ ମୁଁ already ସେ ବିଷୟରେ 161 ହଁ ଆଲୋଚନା କରିଛନ୍ତି ତାଙ୍କ ଲାଇଫ ହେଲା କି 161 ଉପରେ ଆଲୋଚନା କରିସାରିଛି 161 ଉପରେ ବହି ଆଣିକି ଲର ସମ୍ପୂର୍ଣ୍ଣ ବହି ଆଣିକି ରଖିଛି ମୁଁ ବି 10:30 ବେଳେ ଲାଇଭ୍ ଯାଉଛି ଠିକ ଅଛି ଆଚ୍ଛା, ଆପଣ ସନ୍ତୋଷ ଯୋଉ ପାଖରେ ଜଣେ ବିଦ୍ୟାଶ୍ରୀଙ୍କର ଯୋଉ ସୁପ୍ରିମ 161 କୁ କୋର୍ଟର ତର୍ଜମା ଜଣେ କଲେ ନାଇଁ ବିଦ୍ୟାଶ୍ରୀଙ୍କର 161 ରିପୋର୍ଟ କୁ ଯୋଉ ତର୍ଜମା କଲେ ତାର ଟିକେ ସାରାଂଶ ଟିକେ କୁହନ୍ତୁ ଆପଣ କଣ ସେଥିରୁ ପାଇଲେ ସତୋଷ ଭାଇ ଟିକେ ଆଉ କୋଉ ଭାଇ ଆଡ କରନ୍ତୁ ମୁଁ ଟିକେ କଟି ଯାଉଛି ମୋର ବ୍ୟାଟେରୀ ଲୋ ଦେଖାଉଛି ହଁ ଧନ୍ୟବାଦ ଭାଇ ସଚେନ୍ଦ୍ର ଭାଇ ଧନ୍ୟବାଦ ଜଣେ କଟନ୍ତୁ ଜଣେ କୁହନ୍ତୁ ହଁ ନାଇଁ ଆପଣ ଟିକେ ମତାମତ ରଖନ୍ତୁ ଯୋଉ ବିଦ୍ୟାଶ୍ରୀଙ୍କର 161 ରିପୋର୍ଟ ଆପଣ ପଢିଲେ ତର୍ଜମା କଲେ ସେଥିରୁ କଣ ଆପଣ ତ୍ରୁଟି ଦେଖିଛନ୍ତି ଖାଲି ମୋର ନାଇଁ 161 ରିପୋର୍ଟ ମୁଁ ବିଦ୍ୟାଶ୍ରୀଙ୍କର ଏପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଖୁସି ଲାଗିଲା କି ଠିକ ଅଛନ୍ତି କି ତର୍ଜମା କରୁଛି 161 କିଏ ସେ ଯୋଉ ତର୍ଜମା ରିପୋର୍ଟ କରୁଛି ଦେଇଛି କଣ କିଏ କଣ ହଁ ସେଟା ଟିକେ କୁହନ୍ତୁ କିଏ କଣ ତର୍ଜମା କରୁଛି କଣ କରୁଛି ମୁଁ ସେ ବିଷୟ ଉପରେ ମୁଁ ସ୍ପଷ୍ଟୀକରଣ ଦେବି ନାହିଁ କିନ୍ତୁ ମୁଁ ସମ୍ପୂର୍ଣ୍ଣ ଭାବରେ ସମ୍ପୂର୍ଣ୍ଣ ସେ ଯୋଉ ଆପଣ ମାନଙ୍କ ହ୍ୱାଟ୍ସଆପ ରେ ପହଞ୍ଚି ଆଣିକି ମୁଁ ତାକୁ ଭଲ ଭାବରେ ଆନାଲାଇଜ କରୁଛି ଏବଂ ମୁଁ ଆପଣ ମାନଙ୍କୁ ମଧ୍ୟ ଆପଣ ମାନେ ଇଏ ବୟାନ 161 ବୟାନ ଏବଂ ମିଡିଆ ବୟାନ ଯୋଉ ବୟାନ ମିଡିଆ ଆଗରେ ଦେଇଛନ୍ତି ବିଦ୍ୟାଶ୍ରୀ ପପୁ ବିକାଶ ଏବଂ 161 ତାଙ୍କୁ ଆପଣ ମାନେ ଟିକେ ତର୍ଜମା କରନ୍ତୁ ଭଲ ଭାବରେ ଓକିଲକୁ ଧରିକି ଆପଣ ଶୁଣନ୍ତୁ ମହାରଣା ଭାଇ ଆମେ ଏଟା ଆଲୋଚନା କରୁଛେ ଯେ ଏମିତିରେ ହବନି ସମସ୍ତେ ଏମିତିରେ କିଏ କଣ ହବନି ତଥ୍ୟ ପାଇଛନ୍ତି ନାଇଁ ପଏଣ୍ଟ କିଏ ବାହାର କଣ କର ତଥ୍ୟ ପାଇଛନ୍ତି ଯେମିତି ସେଇପରି ଆପଣ କଣ ତଥ୍ୟ ପାଇଛନ୍ତି ସେଇଟା ଟିକେ ରଖନ୍ତୁ ଆମେ ଏଠି କିଏ କଣ ସବୁ ଆଲୋଚନା କଲେ ସମସ୍ତେ ସମସ୍ତଙ୍କର 161 ପଢିଲେ କିଏ କଣ ପାଇଲେ ଆମେ ସେଇ ବିଷୟରେ ଟିକେ ଆଲୋଚନା କରୁଛେ 161 ଏପର୍ଯ୍ୟନ୍ତ ଭଲରେ ପଢା ହେଇନି ଠିକ ଅଛି ତାହେଲେ ଆପଣ ଇଏ କରନ୍ତୁ ଅନ୍ୟମାନଙ୍କ ଟିକେ ମତାମତ ନବା ପ୍ରଶାନ୍ତ ଭାଇ ବର୍ତ୍ତମାନ ଆପଣ ଯୋଉ ବିଦ୍ୟାଶ୍ରୀଙ୍କର ଷ୍ଟେଟମେଣ୍ଟ ପଢିଛନ୍ତି ତାପରେ ଆପଣ କଣ ସବୁ ପାଇଲେ ତଥ୍ୟ ଆପଣ ଟିକେ କୁହନ୍ତୁ ଆପଣ କହୁନାହାନ୍ତି କି ଅନ୍ୟକୁ କୁହାଇ 2 ଦଉନାହାନ୍ତି ମିନିଟ୍ ଦେବେ କି ଖାଲି 2 ମିନିଟ୍ 2 ମିନିଟ୍ ମୁଁ ଖାଲି ଆପଣ ମାଗିଛି କିଛି 2 ଆନ୍ସର ମିନିଟ୍ ମୁଁ ଦଉନାହାନ୍ତି ଖାଲି ଅନ୍ୟକୁ କହିବାକୁ କୁହାଇ ଦିଅନ୍ତୁ ଦଉନାହାନ୍ତି ତାକୁ 2 ମିନିଟ୍ କୋଡେ ମିନିଟ୍ ଦେଇଦିଅ ସେ କଥା ହେଇସାରନ୍ତୁ ତାପରେ କହିବା ଆନ୍ସର ମତେ ଖାଲି ତ ଆପଣ କହିଚାଲିଛନ୍ତି ଜଣକ ପରେ ଜଣେ କହିଚାଲିଛନ୍ତି ମୁଁ କଣ କହିବି ମତେ ଟିକେ 2 ମିନିଟ୍ ଦିଅନ୍ତୁ ମାନେ କୁହନ୍ତୁ ଆପଣ ତ ପୁରା ଟପିକ କୁ ଆସୁନାହାନ୍ତି ଆଉ ହଁ କୁହନ୍ତୁ କହୁଛି ମୁଁ ଯୋଉଟା ବର୍ତ୍ତମାନ ଆମ ଗହଣରେ ଆସିକି ପହଞ୍ଚିଛି ସୋସିଆଲ ମିଡିଆରେ ଭାଇରାଲ ହଉଛି ହୁଏତ କମ ଲୋକ ଜାଣିଛନ୍ତି ଏଇ ଯୋଉ ବୟାନଟା ଆମ ପାଖରେ ଆସିଛି ଏଟା ଜିଆରପି ର ବିଦ୍ୟାଶ୍ରୀ କଣ ବୟାନ ଦେଇଛନ୍ତି କ୍ରାଇମ ବ୍ରାଞ୍ଚ କୁ ଏଟା ଜିଆରପି ର ବୟାନ ଆମ କତିରେ ଆସିକି ପହଞ୍ଚି କଣ ବୟାନ ଦେଇଛନ୍ତି ଜିଆରପି ତଦନ୍ତ କରିଥିଲା ଯୋଉଟା ତା 161 ଆମ କତିରେ ଆସିକି ପହଞ୍ଚି କିନ୍ତୁ ବିଦ୍ୟାଶ୍ରୀ ଆଗରେ କଣ ଦେଇଛନ୍ତି ବୟାନ ବିଦ୍ୟାଶ୍ରୀ ତାଙ୍କର ମା ତାଙ୍କର ଭାଇ କଣ ଗପୁଛ କୁହନି ଯାହା ବୁଝୁଛ ଠିକ କହିଲେ ଆପଣ ସର୍ବୋଚ୍ଚ ସେଇଟା ଟିକେ ତଦନ୍ତକାରୀ ମହାରଣା ଭାଇ ଟିକେ ଜଲ୍ଦି ଜଲ୍ଦି କୁହନ୍ତୁ ଆପଣ ପୁରା ଧୀରେ କହିଲେ ପୁରା ଟାଇମ ଅଯଥା ବି ଯାଉଛି ଗୋଟେ କଥା ପୁରା କୁହନ୍ତୁ ଯେ ଯୋଉଟା କହିଲେ ଠିକ କହିଲେ ଯେ 161 ରିପୋର୍ଟ ଏଟା ଜିଆରପି ର ଷ୍ଟେଟମେଣ୍ଟ ଗଲା କିନ୍ତୁ କ୍ରାଇମ ବ୍ରାଞ୍ଚ ର ଷ୍ଟେଟମେଣ୍ଟ କଣ ସେଇଟା ଜଣା ନାହିଁ ଆପଣ ସେଇଟା କହିବାକୁ ଚାହୁଁଛନ୍ତି ହଁ ବାସ୍ ସେଇଟା ଟିକେ ଟିକେ ଜଲ୍ଦି ଜଲ୍ଦି ଟିକେ କୁହନ୍ତୁ କାହିଁକି ବର୍ତ୍ତମାନ ଆପଣ କହୁଛନ୍ତି ଅନ୍ୟମାନେ ଅପେକ୍ଷା କରିଛନ୍ତି ପୁରା 5 ଜଣ
ବାସ୍ ସେଟା ଟିକେ ଜଲ୍ଦି ଜଲ୍ଦି କ୍ରାଇମ ଟିକେ ବ୍ରାଞ୍ଚ କୁହନ୍ତୁ। ର କାଇଁ କ୍ରାଇମ ବ୍ରାଞ୍ଚ ହଁ ଠିକ ଠିକ ହଁ ସେଟା ବ୍ରାଞ୍ଚ କରୁଛେ ହେଲା ର ସବୁ ଶୁଣନ୍ତୁ। 161 ରିପୋର୍ଟ କାଇଁ ସର୍ବୋଚ୍ଚ ହଁ ବାସ୍ ତଦନ୍ତ ସରିଲା। ପରିଷଦରେ ତଦନ୍ତ ଯେତେବେଳେ ହୁଏ GRP ଗୋଟେ କରିଥିଲେ ଡିପାର୍ଟମେଣ୍ଟ ତଦନ୍ତ ଅନ୍ୟ ଡିପାର୍ଟମେଣ୍ଟ ହେଲେ ସେ ଫାଇଲ ଟା ଟ୍ରାନ୍ସଫର ହୁଏ ଆଉ 50 ଥର କରାଯାଇନି। ହଁ As ନାଇଁ per the ନାଇଁ law। ପ୍ରଶାନ୍ତ ଭାଇ କଣ ଆପଣ ବି ଯୋଉଟା କହିଲେ ଯଦି ଯଦି ଗୋଟେ ପାର୍ଟ ସେମାନେ ତଦନ୍ତ ଛାଡି ଦେଇଥିବେ ଓହୋ ସେଟାକୁ ଯଦି କ୍ରାଇମ କଣ ବ୍ରାଞ୍ଚ କଣ କରିଥିବ କଣ 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 ଏଠି କଣ 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 ଫିଲ୍ମ ଡାଇଲଗ ତମ ଘର ମାର ଗୋଟାଏ ରଖ ତମେ 161 ହୁଏନି ତମ ଲାଇଭ୍ ରହି ଗୋଟାଏ ତମ ଆପଣ ଅପେକ୍ଷା ମୁଣ୍ଡ ସୁପ୍ରିମ ଖରାପ କୋର୍ଟର କରୁଛ କିଛି ଓକିଲକୁ ଗପୁନ ଡାକନ୍ତୁ। ଆମେ ଫୁଟାଣିଆ ଟିକେ ଗପ ଶିଖିଛ କିଛି ଟିକେ ନାହିଁ ଆଉ ଓକିଲ ଡାକିବି ନା ଗୋଟେ ହଁ ନାଇଁ ଟପିକ ଆଉ ଆଲୋଚନା ଗୋଟେ ନ ପାର୍ଟ କରିକି ଯାହା ବୁଝିବା ମନ ନାଇଁ ନାଇଁ କରୁଛି ଗପି ଚାଲିଛ। ସେଇ ପାର୍ଟଟା ସରିଲା। ନାଇଁ ନାଇଁ ସେଇ ପାର୍ଟଟା ସରିଲା ବର୍ତ୍ତମାନ ଆଉ ଗୋଟେ ପାର୍ଟକୁ ଆସନ୍ତୁ। ହଁ ଆଉ ଗୋଟେ ପାର୍ଟକୁ ଆସନ୍ତୁ ଟିକେ ଲୋକ ପାଇଲଟ ମାନଙ୍କର ଯୋଉ ବୟାନକୁ ଟିକେ ନବା ଯେ ଲୋକ ପାଇଲଟଙ୍କର ଯୋଉ ସବୁ ବୟାନ ସବୁ ରେକର୍ଡ ନା 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 କରାହେଇଛି ନା ସନ୍ତୋଷ ସେଟା ବାବୁ ଏଇଟା ସବୁ କ୍ଲିୟର କରନ୍ତୁ ସନ୍ତୋଷ ବାବୁ ଏଇଟା କ୍ଲିୟର କରନ୍ତୁ ସନ୍ତୋଷ ବାବୁ ଭାଇ ଯେହେତୁ ଟିକେ ଆପଣଙ୍କ ହଁ ଟିକେ ସବୁ ହଁ ନାଇଁ ନାଇଁ ସବୁ ତାମାନେ ପଏଣ୍ଟ ଟିକେ କଭର ଜିଆରପି କରିବା ଆଗରେ ଗୋଟେ ଯୋଉଟା ପଏଣ୍ଟ ଟାକୁ ବାରମ୍ବାର ଘାଣ୍ଟିଲେ ଲାଭ କିଛି ଆମ ଲାଇଭ୍ ହବନି। କଟୁଛି ଆଜ୍ଞା ଜିଆରପି କ୍ଷମା ଆଗରେ ଚାହୁଁଛି ସମସ୍ତଙ୍କୁ ଲାଇଭ୍ କଟୁଛି ଏଠି ମହାରଣା ଅଯଥା ଭାଇ ଆଲୋଚନା ଆମେ ପ୍ରଶାନ୍ତ ଭାଇ କରିପାରିବୁନି ମୁଁ ଟିକେ ବି ଅପେକ୍ଷା କ୍ଷମା କରନ୍ତୁ। ଚାହୁଁଛି ମୁଁ ବି ଲାଇଭ୍ ଲାଇଭରେ କରୁଛି ମୁଁ ବି ପ୍ରଶାନ୍ତ ଭାଇ ଲାଇଭରେ ଟିକେ କରୁଛି ଅପେକ୍ଷା କରନ୍ତୁ। ମୁଁ ଲାଇଭରେ କରୁଛି ପ୍ରଶାନ୍ତ ନା ନା ମୁଁ ବି ଲାଇଭରେ କରୁଛି ମୁଁ ବି ଲାଇଭରେ କରୁଛି 161 ଆପଣଙ୍କୁ କହିଦଉଛି 161 ରେ ଯାଇଥିବ ତେବେ କ୍ରାଇମ ବ୍ରାଞ୍ଚ ଅଲଗା ଷ୍ଟେଟମେଣ୍ଟ ନେଇଥିବ ନିଶ୍ଚିନ୍ତ ଏଇଟା ଆପଣଙ୍କ ଆଗରେ କହିକି ଯାଉଛି ମୁଁ 61 ଯଦି ଜିଆରପି ଆଗରେ ଗୋଟେ ଷ୍ଟେଟମେଣ୍ଟ ଦିଆଯାଇଥିବ